ଯୀଶୁଙ୍କ ମାତା ଯେତେବେଳେ ତାଙ୍କ ପାଖକୁ ଗଲେ ଯୀଶୁଙ୍କ ପାଖକୁ ଯାଇ କହୁଛନ୍ତି ଦ୍ରାକ୍ଷାରସ ନାହିଁ କହି ସେ ସମୟରେ ଚାରିପଦରେ ଯୀଶୁ କଣ କହୁଛନ୍ତି ସେଥିରେ ଯୀଶୁ କହିଲେ ଗୋ ନାରୀ ମତେ କାହିଁକି ଏଥିରେ ଜଡ଼ିତ କରୁଅଛ ମୋର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇନାହିଁ। ଯୀଶୁଙ୍କୁ ଯେତେବେଳେ ଯାଇ କହୁଛନ୍ତି ଦ୍ରାକ୍ଷାରସ ସରିଗଲା ଆଉ ଯୀଶୁ ବର୍ତ୍ତମାନ କହୁଛନ୍ତି ଯେ ଆରେ ମତେ କାହିଁକି ତମେ ଏଇଟା କଥା କହୁଛ ମୋର ତ ସମୟ ଆସିନାହିଁ। ହେଲେ ବର୍ତ୍ତମାନ ସେ ବିବାହ ଭୋଜି ଭିତରେ ଯୀଶୁ କଣ କରୁଥିବେ ଯଦି ସେ ନିମନ୍ତ୍ରିତ ହେଇଥିଲେ ଆଉ ସେ ଜାଗାରେ ବର୍ତ୍ତମାନ ଶିଷ୍ୟ ମାନେ ମଧ୍ୟ ଥିଲେ ତ ବର୍ତ୍ତମାନ ଯୀଶୁ ସେ ଜାଗାରେ କଣ କରୁଥିବେ କିଛି ନାହିଁ ବସୁଛନ୍ତି ସାଧାରଣ ଭାବରେ ଯେମିତି ଅନ୍ୟ ଲୋକମାନେ ଯିବା ଆସିବା କରୁଥିବେ ଏବେ ଯୀଶୁ ମଧ୍ୟ ସେ ବସୁଛନ୍ତି କାହାର ଦୃଷ୍ଟିରେ ମଧ୍ୟ କାହାର ଦୃଷ୍ଟିରେ ମଧ୍ୟ ବର୍ତ୍ତମାନ ଯୀଶୁ ଦେଖା ଯାଉନାହାନ୍ତି ଯେ ଯୀଶୁ ବର୍ତ୍ତମାନ ଜାଗାରେ ଏଇ ଜାଗାରେ ଯେତିକି ଲୋକ ସବୁ ଅଛନ୍ତି ସମସ୍ତଙ୍କଠୁ ଅଲଗା ଗୋଟେ ସାଧାରଣ ଭାବରେ ଯୀଶୁ ଖ୍ରୀଷ୍ଟକୁ ସେମାନେ ଦେଖୁଛନ୍ତି ଆଉ ଯେମିତି ଅନ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇଛି ଏବେ ଯୀଶୁ ମଧ୍ୟ ନିମନ୍ତ୍ରିତ ହେଇଛନ୍ତି ସେମିତି କିନ୍ତୁ ଏବେ ଦ୍ରାକ୍ଷାରସ ସରିଯିବା ମେଟର ଯେତେ ଉଠୁଛି ଏ ଜାଗାରେ ସେ ସମୟରେ ଜଣେ ଜଣଙ୍କର ସ୍ଥିତି ପ୍ରକାଶ ପାଉଛି ପ୍ରଥମେ ଭୋଜିର ଅଧ୍ୟକ୍ଷ ଯିଏ ଅଛି ଯଦି ଆମେ ଦେଖିବା ହଁ 6 ପଦ ଦେଖନ୍ତୁ ଆଉ ସେଠାରେ ଯୁହୁଦୀ ମାନଙ୍କର ସୂଚୀକରଣ ରୀତି ଅନୁସାରେ 2 ବା 3 ମୁହଣିଆ 6 ଗୋଟା ପଥର ଝାଲ ରଖାଯାଇଥିଲା। ଏବେ 6 ପଦରେ ବର୍ତ୍ତମାନ ମେନସନ କରାହେଇଛି ଏ ଜାଗାରେ ଯେ 6ଟା ପଥର ଝାଲା ସେ ରଖାଯାଇଥିଲା 2 ବା 3 ମୁହଣିଆ 6 ଗୋଟା ପଥର ଝାଲ ରଖାଯାଇଥିଲା ହେଲେ ବର୍ତ୍ତମାନ ଏ ପଥର ଯାହାଲା ଯୋଉ ରଖା ହେଇଥିଲା ଏ ପଥର ଯାହାଲା କୁ ବର୍ତ୍ତମାନ ଯୀଶୁ କଣ ବୋଲି କହିଲେ ଏ ଜାଗାରେ 7 ପଦରେ ଜାହାଲ ଗୁଡିକ ପାଣିରେ ଭର୍ତ୍ତି କର ସେଥିରେ ସେମାନେ ଫନ୍ଦ ପର୍ଯ୍ୟନ୍ତ ଭର୍ତ୍ତି କଲେ ଲେଖା ହେଇଛି। ଏବେ 4 ପଦରୁ ଯଦି ଆମେ 7 ପଦ ଦେଖିବା 4 ପଦରୁ 7 ପଦ ମଝିରେ ଆମେ ଯଦି ଦେଖିବା ତାହେଲେ ବର୍ତ୍ତମାନ 5 ପଦରେ ମରିୟମ କହୁଛନ୍ତି ଶିଷ୍ୟମାନଙ୍କୁ ତାହାଙ୍କ ମାତା ପରିଚାରକ ମାନଙ୍କୁ କହିଲେ ସେ ତୁମମାନଙ୍କୁ ଯାହା କିଛି କହନ୍ତି ତାହା କର ଏବେ ଯୀଶୁ ସେ ଜାଗାରେ ଅଛନ୍ତି ଆଉ ଯୋଉ ସମୟରେ ସେ ଭୋଜିଗୃହ ଭିତରେ ଦ୍ରାକ୍ଷାରସ ସମସ୍ୟା ବର୍ତ୍ତମାନ ଆସୁଅଛି ଆଉ ଏ ଦ୍ରାକ୍ଷାରସର ସମସ୍ୟାକୁ ସମାଧାନ କରିବା ପାଇଁ ଯୋଉ ସାର ମରିୟମ ଯୀଶୁଙ୍କ ପାଖକୁ ଯାଇ କହୁଛନ୍ତି ଯୀଶୁ ପ୍ରଥମେ କହୁଛନ୍ତି ମୋର ସମୟ ଉପସ୍ଥିତ ହୋଇନାହିଁ ଅଧିକାଂଶ ସମୟରେ ଆମମାନେ ଏ ବାକ୍ୟକୁ ଶୁଣିକି ଆସିଅଛୁ କିନ୍ତୁ ଆଉ ଥରେ ମୁଁ ଆଜି ସକାଳେ କହିବାକୁ ଚାହୁଁଛି ଆଉ ଯୀଶୁ ଯଦି କହିବେ ମୋ ପାଇଁ ମୋର ସମୟ ଆସିନାହିଁ ବୋଲି କହିଲେ ମୋର ସମୟ ଆସିନାହିଁ ମୁଁ ତମ ପାଇଁ କାମ କରିବି ମୋର ସମୟ ଆସିନାହିଁ ମୁଁ ତମ ପାଇଁ କିଛି ଗୋଟେ ବିଷୟ କରିବା ପାଇଁ ଯାହା ନିଷ୍ପତ୍ତି ନେଇଛି ତାହା ମୁଁ କରିପାରୁନି କାରଣ ସମୟ ହେଇନାହିଁ ବୋଲି କହିଲେ କଣ କରାହବ କୋଉ ନିର୍ଦ୍ଦିଷ୍ଟ ସମୟ ତାହା ଯୋଉ ସମୟରେ ବର୍ତ୍ତମାନ ଯୀଶୁ କହିପାରିବେ ତାହେଲେ ମୋର ସମୟ ଆସିଗଲା କୋଉ କୋଉ ସ୍ପଷ୍ଟ ସମୟ ଯୋଉ ସମୟରେ କି ବର୍ତ୍ତମାନ ଯୀଶୁ ଖ୍ରୀଷ୍ଟ କାମ କରିପାରିବେ ତ ଏବେ ପରମେଶ୍ୱର ଆମକୁ ଫୋକସ କରଉଛନ୍ତି ଜହନ 2 ପର୍ବରେ ବର୍ତ୍ତମାନ ପ୍ରଭୁ ଆମକୁ କଣ ଫୋକସ କରଉଛନ୍ତି ଯେ 6 ଗୋଟା ପଥର ଜାଲାର ଅର୍ଥ ହଉଛି ଏଇ ଜାଗାରେ ଆମେ ପାଇପାରିବା ମନୁଷ୍ୟର ହୃଦୟକୁ ବୁଝଉଛି ତ ଯେତେବେଳେ ଆମେ ଆମମାନଙ୍କର ହୃଦୟରେ ସେଠି ଅନେକ ବିଷୟ ଗୁଡାକ ବ୍ୟବହାର କରିକି ଆମମାନେ ଆମର ହୃଦୟର ଜାହାଲାରେ ଆମମାନେ ପରିପୂର୍ଣ୍ଣ କରିବାକୁ ଚେଷ୍ଟା କରିଥାଉ ବିଭିନ୍ନ ପ୍ରକାର ବିଷୟକୁ ନେଇକି ଯେମିତି ଆମେ ଖୁସି ହେବା ଆନନ୍ଦିତ ଦୈନନ୍ଦିନ ଜୀବନରେ ଯେତେବେଳେ ଆମର ହୃଦୟରେ ଆମମାନେ ଏ ବିଷୟକୁ ଯଦି ଗୁରୁତ୍ୱପୂର୍ଣ୍ଣ ଦେବା ନାହିଁ
ଯଦି ଆମେ ସେ ସମରିଆନଗର ଭିତରେ ଥିବା ରାଜାଙ୍କ ତଳେ ସେନାପତି ସଦୃଶ ଯଦି ଆମେ ଚିନ୍ତା କରିବା ଦୁର୍ଭିକ୍ଷକୁ ନେଇକି କିଛି ଟପିକ ହିଁ ନାହିଁ, କୌଣସି କନେକ୍ସନ ହିଁ ନାହିଁ ତାର ଦୁର୍ଭିକ୍ଷରେ ପରମେଶ୍ୱରଙ୍କର ଇଚ୍ଛାକୁ ବା ପ୍ରଭୁଙ୍କର କିଛି ସେନ୍ସକୁ ସେ ପାଇଥାନ୍ତା। ଏବେ ଏ ବିବାହ ଭୋଜ ଘର ଭିତରେ ଯୀଶୁଙ୍କୁ ମଧ୍ୟ ସେମାନେ ନିମନ୍ତ୍ରଣ କରୁଥିଲେ। ଏମିତି ଭାବିବା ଉଚିତ ନା ମାନେ ଯେ ସେମାନେ ଡାକିଲେ ବୋଲି ଯୀଶୁ ଯାଇଛନ୍ତି, ସେମିତି ନାହିଁ। ଏଠି ଯଦି ଆପଣ ଦେଖିବେ ତାହେଲେ ତୃତୀୟ ଦିବସରେ ଗାଲିଲର କାନାରେ ଗୋଟେ ବିବାହ ହେଲା, ଆଉ ଯୀଶୁଙ୍କ ମାତା ସେଠାରେ ଥିଲେ। ଅଲରେଡି ବର୍ତ୍ତମାନ ଯୀଶୁ ଖ୍ରୀଷ୍ଟ ଯିବା ପୂର୍ବରୁ ସେ ଜାଗାରେ ମରିୟମ ବା ତାଙ୍କ ମାତା ଥିଲେ। ତାହେଲେ ବର୍ତ୍ତମାନ ଏଇ ଜାଗାରେ ଯୀଶୁଙ୍କ ମାତାଙ୍କର କାମ କଣ? ଆଉ ବର୍ତ୍ତମାନ ଯୀଶୁଙ୍କର ମାତା ବର୍ତ୍ତମାନ ଯୀଶୁଙ୍କ ପାଖକୁ ଯାଉଛନ୍ତି ସେ ଘରର ସମସ୍ୟାକୁ ନେଇ। ତ ଯେତେବେଳେ ସେ ଭୋଜି ଗୃହର ସମସ୍ୟାକୁ ନେଇକି ଯୀଶୁଙ୍କ ପାଖକୁ ଯାଉଛନ୍ତି, ରେଷ୍ଟ ଅଫ ଯଦିଓ ସେ ଭୋଜିର ଅଧ୍ୟକ୍ଷ କି ସେ ଭୋଜିର ଥିବା ପରିବାର ବର୍ଗ ଲୋକମାନେ ସେମାନେ ଯୀଶୁଙ୍କ ପାଖକୁ ଯାଇକି କଣ କହିବେ? ସେମାନେ ଦ୍ରାକ୍ଷାରସ ବିଷୟରେ ତାଙ୍କ ପାଖରେ କୌଣସି ଆଇଡିଆ ହିଁ ନାହିଁ, ତାଙ୍କ ପାଖରେ କୌଣସି ଦୃଷ୍ଟି ହିଁ ନାହିଁ ଯେ ବର୍ତ୍ତମାନ ଆମ ଘରର ଯୋଉ ସମସ୍ୟା ବର୍ତ୍ତମାନ ଏବେ ହେଇଛି, ସୃଷ୍ଟି ହେଇଛି, ଏ ଦ୍ରାକ୍ଷାରସର ସରିଯିବାର ସମସ୍ୟା ଯୀଶୁ ପାଖକୁ ଯିବା ଦରକାର କହିକି କିଏ ମତେ ଭାବୁନାହିଁ ମରି ହଁ ନାଇଁ। ସମସ୍ତେ ପାଟିରେ ଖାଲି କହୁଛନ୍ତି ଏମିତି ହେଲା ସେମିତି ହେଲା। ଆଉ ସ୍ପେଶାଲି ଭୋଜିର ଅଧ୍ୟକ୍ଷ ମାନେ ସେ ଭୋଜିକୁ ଯିଏ ପରିଚାଳନା କରୁଥିଲା, ସେ ଭୋଜିକୁ ପରିଚାଳନା କରିବାର ସଦସ୍ୟ ମାନଙ୍କର ମୁଖରୁ କଣ ବାହାରୁଥିବ? ଖାଲି ଦ୍ରାକ୍ଷାରସ ସରିଗଲା, ଏବେ ଆମେ କେମିତି କରିବା, ଆମେ ଏବେ କେମିତି ମ୍ୟାନେଜ କରିବା, କେମିତି ଲୋକମାନଙ୍କୁ ଦେବା, ଖାଲି ଏଇଟା ହିଁ କଥାବାର୍ତ୍ତା ତାଙ୍କର ଥିବ, ଆଉ କଣ କଥା ଥିବ? କିନ୍ତୁ ବର୍ତ୍ତମାନ ଏ ଘରର ସମସ୍ୟାର ସମାଧାନର ରାସ୍ତା କଣ ଅଛି ଏ ମରିୟମ ଛଡା କିଏ ବି ସେ ଜାଗାରେ ଜାଣିନି। ହଁ, ଆମେ ଅନେକ ସମୟରେ ଖାଲି ସମସ୍ୟାକୁ ଉପସ୍ଥାପନ କରିଥାଉ, ସମସ୍ୟାକୁ ନେଇକି ଆମେ ସମସ୍ୟା ଭିତରେ ଘାଣ୍ଟି ହେଇଥାଉ। ଏବେ ଦ୍ରାକ୍ଷାରସ ସରିଗଲାର ସମସ୍ୟାକୁ ନେଇକି ବର୍ତ୍ତମାନ ମରିୟମ ହିଁ ଯୀଶୁ ପାଖକୁ ଯାଉଛନ୍ତି କହିବା ପାଇଁ, ଯୋଉ ସ୍ଥିତିରେ କି ଯୀଶୁ ଖ୍ରୀଷ୍ଟ ମଧ୍ୟ ନିମନ୍ତ୍ରିତ ହେଇଥିଲେ ଗୋଟେ ସାଧାରଣ ଭାବ। ତାହେଲେ ଏ ଘର ଭିତରେ ଥିବା ସଦସ୍ୟ ମାନେ, ମୁଁ ଜାଣିନି ଏଇ ଜାଗାରେ କିଏ ଯୀଶୁଙ୍କୁ ନିମନ୍ତ୍ରଣ କରୁଛି। ଏନିହାଉ ଯିଏ ଭୋଜି ଆୟୋଜନ କରୁଛି, ଯିଏ ଭୋଜି କରୁଛନ୍ତି, ସେମାନେ ଯୀଶୁଙ୍କୁ ଡାକିଥିବେ। କିନ୍ତୁ ଏଇଠି ଆମେ ଆତ୍ମିକ ଭାବରେ ଆମେ କଣ ବୁଝିପାରିବା? ଏଇ ଜାଗାରେ ଆମେ ବୁଝିବା ଉଚିତ ଯେ ଯୀଶୁ ମଧ୍ୟ ଅର୍ଥ ହଉଛି ଯେମିତି ସାଧାରଣ ଲୋକମାନଙ୍କୁ ଡକା ହେଇଥିଲା, ଏବେ ଯୀଶୁଙ୍କୁ ମଧ୍ୟ ସାଧାରଣତଃ ଭାବରେ ହିଁ ଡକା ହେଇଛି। ମାନେ ମୁଁ କହିବାକୁ ଚାହୁଁଛି ସେ ଘରର ସମସ୍ୟା ଯୀଶୁଙ୍କ ପାଖକୁ ଯାଇପାରୁନି ସେ ଘରର ସଦସ୍ୟ ମାନଙ୍କ ଭିତରେ କୌଣସି ଲୋକ ମଧ୍ୟ। ହେଲେ ଯେତେବେଳେ ଆମେ ଚର୍ଚ୍ଚରେ ବଞ୍ଚୁଛୁ, ଯଦି ଆମେ ଏଇ ପ୍ରକାର ଭାବରେ ଯଦି ସମସ୍ୟାର ସମ୍ମୁଖୀନ କରୁଛୁ, ଆମେ କଣ କରୁଛୁ? ଆମେ ସିଧାସଳଖ ମଣିଷର ପ୍ରାଣୀକୁ ବ୍ୟବହାର କରିବା ପାଇଁ ପଛ ଘୁଞ୍ଚା ଦେଇନଥାଉ। ଆମେ ସିଧାସଳଖ କୋଉଟା ଠିକ ହବ, କୋଉଟା ଭଲ ହବ, ଆମେ ସେଇ ବିଷୟରେ ଫୋକସ କରିବା ପାଇଁ ବେଶୀ ପାରଙ୍ଗମ ଥାଉ। ମାତ୍ର ଏଇ ଜାଗାରେ ମରିୟମର ଅର୍ଥ କଣ? ହଁ, ଗଦିନଗରରେ ଆମେ ଜହନଙ୍କର ବିଷୟରେ ଶୁଣୁଥିଲୁ। ଯୀଶୁଙ୍କର ଜନ୍ମ ପୂର୍ବରୁ ବର୍ତ୍ତମାନ ବାପ୍ତିସ୍ମ ଜହନ ଦିବସରେ ସେ ପ୍ରାନ୍ତରରେ ଛିଡା ହେଇକି ଚିତ୍କାର କରୁଥିଲେ। ଜଣଙ୍କର ସ୍ୱରକୁ ସେ ଚିତ୍କାର କରୁଥିଲେ। ସେ ନିଜର ସ୍ୱରକୁ ନେଇ ଚିତ୍କାର କରୁନଥିଲେ, ଜଣଙ୍କର ସ୍ୱରକୁ ଚିତ୍କାର କରୁଥିଲେ। ଆଉ ପ୍ରଭୁଙ୍କର ପଥ ସଳଖ କର ବୋଲି ସେ କହୁଛନ୍ତି। ଓ ବର୍ତ୍ତମାନ ଆମେ ଏଇ ଜାଗାରେ ପାଇପାରିବା ଯେ ଏ ଯୀଶୁଙ୍କର ମାତା ଯୋଉ ଲେଖା ହେଇଛି ଜାଗାରେ, ଯିଏକି ବର୍ତ୍ତମାନ ଯୀଶୁ ପାଖକୁ ଯାଉଛି, ଆଉ ସେ ସମୟରେ ଯୀଶୁ ଯଦିଓ କହୁଛନ୍ତି ଜାଗାରେ ମୋର ସମୟ ଆସିଲା। କି ସମୟ ଏଇଟା? ଏ ଘରକୁ ମୁଁ ଆସିଛି, ଏ ଘରର ଲୋକମାନେ ମୋତେ ନିମନ୍ତ୍ରଣ କରୁଛନ୍ତି, ମାତ୍ର ଏ ଘର ଭିତରେ କଣ ମୋର କାମ କେହି ବି ଜାଣିନାହିଁ, ମାତ୍ର ମରିୟମ ଜାଣିଛନ୍ତି। ଏଇ ଜାଗାରେ ଯଦି ଆମେ ମରିୟମ ସହିତ କାହାକୁ ତୁଳନା କରିପାରିବା? ପାଷ୍ଟର ପାଙ୍କ ପାଖକୁ ଯଦି ଆମେ ଯିବା, ତାହେଲେ ପାଷ୍ଟର ପାଙ୍କ ସମସ୍ୟା କହିଲେ ସେ ବାକ୍ୟ ଖୋଲିବେ, ଆଉ ବାକ୍ୟ କହୁଛନ୍ତି। ଆମ ଲାଇଫରେ ସମସ୍ୟା ଆସିଲେ ଆମେ କଣ ଖୋଲୁଛୁ? ଆମର ଚିନ୍ତାର ପୁସ୍ତକ ଖୋଲୁଛୁ, ମେଥଡର ପୁସ୍ତକ ଖୋଲୁଛୁ, ନିଜର ନିଜର ବୁଝାମଣାର ପୁସ୍ତକ ଖୋଲୁଛୁ।
ନିଜର ବିଚାରର ପୁସ୍ତକ ଖୋଲୁଛୁ। କିନ୍ତୁ ପାଷ୍ଟର ପାକ୍ ଆଜି ପର୍ଯ୍ୟନ୍ତ ସେ ଯେକୌଣସି ସମସ୍ୟା ଯଦି ସମ୍ମୁଖୀନ କରନ୍ତି ଆଉ ସେ ବାକ୍ୟ ଖୋଲିକି ସେ ସମସ୍ୟା ସହିତ ସଂଯୁକ୍ତ କରାନ୍ତି। ଏଇଟା ବହୁତ ଆଶ୍ଚର୍ଯ୍ୟ ଆଉ ଏଇଟା ବେଶୀ ମୂଲ୍ୟାନ ବିଷୟ। ମୁଁ କହିବାକୁ ଚାହୁଁଛି ଏ ଜାଗାରେ ଯୀଶୁଙ୍କ ମାତା ଏ ଘରର ସମସ୍ୟାକୁ ଯୀଶୁଙ୍କ ପାଖକୁ ନେଇଗଲେ। ଆଉ ଲେଖା ହେଇଛି ବାଇବଲରେ ଯୀଶୁଙ୍କ ମାତା ସେଠାରେ ଥିଲେ ଲେଖା ହେଇଛି। ପରମେଶ୍ୱରଙ୍କ ପାଖକୁ ମତେ କିଏ ନେଇକି ଯିବ? ମୋର ସମସ୍ୟାକୁ ମୋର ପରିସ୍ଥିତିକୁ ଜଣେ ଲୋକ ଅଛି ପ୍ରଭୁ ପାଖକୁ ନେଇଯିବା ପାଇଁ ଅଛି ମୋ ପାଇଁ, ଆଉ ଜଣେ ବ୍ୟକ୍ତି ଅଛି ମୋ ସହିତ ସମାନ ଭାବରେ ଡିସ୍କସନ କରିବା ପାଇଁ। କଣ କଲେ ହବ, କଣ କଲେ ହବ, ଏମିତି କରିବା କି ସେମିତି କରିବା କି, ଇଆଡେ ଯିବା କି ସିଆଡେ ଯିବା କି, ମୁଁ ଭାବୁଛି ଏମିତି କଲେ ସେମିତି ହବ। ବର୍ତ୍ତମାନ ଏଇ ଜାଗାରେ 6 ଗୋଟା ପଥର ଯାହା ହେଲା ପାଣି ପକେଇବା ପାଇଁ ମତେ ଯୀଶୁ କହିଲେ। ଯେତେବେଳେ ପାଣି ପକେଇବା ପାଇଁ ଯୀଶୁ କହୁଛନ୍ତି ଏଇ ଜାଗାରେ, ଏଇ 6 ନମ୍ବର ଅର୍ଥ ହଉଛି ବାଇବଲ ଭାଇ ଭଉଣୀ ମାନେ ମଣିଷକୁ ବୁଝାଉଛି। ମଣିଷର ଛବି ହଉଛି 6। ଏଇ 6 ଗୋଟା ପଥର ଝାଲାର ଅର୍ଥ ହଉଛି ମନୁଷ୍ୟର ଛବି, ମଣିଷର ହୃଦୟ ବୁଝାଉଛ। ଯୀଶୁ କଥା କହୁଛନ୍ତି ତମେ ସେ 6 ଗୋଟା ପଥର ଝାଲାରେ ଫନ୍ଦ ପର୍ଯ୍ୟନ୍ତ ପାଣି ଭର୍ତ୍ତି କର। ଶିଷ୍ୟମାନେ ବର୍ତ୍ତମାନ କଣ କଲେ? 8 ପଦରେ ଦେଖନ୍ତୁ, 7 ପଦରେ ଯୀଶୁ ସେମାନେ କହିଲେ ଜାହାଜ ଗୁଡିକ ପାଣିରେ ଭର୍ତ୍ତି କର, ସେଥିରେ ସେମାନେ ସେଇ ସବୁ ଫନ୍ଦ ପର୍ଯ୍ୟନ୍ତ ଭର୍ତ୍ତି କର। ଗୋଟେ ଗୋଟେ ବାକ୍ୟ ଯଦି ଆମେ ଦେଖୁଛୁ ତାହେଲେ ଈଶ୍ୱର ଆମକୁ ବେଶୀ ଗୋଟେ ବିଷୟ ଏ ଜାଗାରେ ଆମକୁ କହୁଛନ୍ତି। ଏବେ ଶିଷ୍ୟମାନଙ୍କୁ ଯୀଶୁ କହୁଛନ୍ତି ତମେ ଯାଅ ସେ ଫନ୍ଦ ପର୍ଯ୍ୟନ୍ତ ପାଣି ଭର୍ତ୍ତି କର। ତାପରେ 8 ପଦରେ ଦେଖନ୍ତୁ, ଆଉ ସେମାନଙ୍କୁ କହିଲେ ଏବେ କାଢିଲେ ଭୋଜର ଅଧ୍ୟକ୍ଷଙ୍କ ନିକଟକୁ ଘେନି ଯାଅ, ସେଥିରେ ସେମାନେ ଘେନିବେ। ଏବେ ଭୋଜର ଅଧ୍ୟକ୍ଷଙ୍କ ନିକଟକୁ ଘେନି ଯାଅ କହିକି ଯୀଶୁ କହୁଛନ୍ତି। ଏବେ ଯୀଶୁ ଖ୍ରୀଷ୍ଟ ଶିଷ୍ୟମାନଙ୍କୁ କହିବାଟା ଶିଷ୍ୟମାନେ ପ୍ରଥମେ ପାଣି ପକେଇଲେ। ଆଉ ଯୀଶୁ ବର୍ତ୍ତମାନ କଣ କହୁଛନ୍ତି, ତୁମେ ଏବେ ନିଅ ବାହାର କର ଆଉ ଭୋଜିର ଅଧ୍ୟକ୍ଷଙ୍କ ନିକଟକୁ ନେଇଯାଅ। ତ ଯେତେବେଳେ ମାନେ ଭୋଜିର ଅଧ୍ୟକ୍ଷଙ୍କ ନିକଟକୁ ନେଇ ଯାଉଛନ୍ତି, କଣ ଘଟିଲା ସେଠି 9 ପଦରେ? ଭୋଜର ଅଧ୍ୟକ୍ଷ ଦ୍ରାକ୍ଷରସ ହୋଇଥିବା ସେଇ ପାଣିକି ଚାଖି ତାହା କେଉଁଠାରେ ଆସିଲା ଏହା ନ ଜାଣିଥିବାରୁ ସେମାନେ ବରକୁ ଡାକି କହିଲେ, ସମସ୍ତେ ପ୍ରଥମରେ ଭଲ ଦ୍ରାକ୍ଷରସ ଦେଇଥାନ୍ତି, ଆଉ ଲୋକେ ମାତାଲ ହେଲା ତାର ମନ୍ଦ ଦିଅନ୍ତି, ତୁମେ ଏପର୍ଯ୍ୟନ୍ତ ଭଲ ଦ୍ରାକ୍ଷରସ ରଖିଅଛ। ଏ ଜାଗାରେ ଯଦି ଆମେ ଦେଖିବା ତାହେଲେ ଯୀଶୁ ବର୍ତ୍ତମାନ କହୁଛନ୍ତି ତମେ ଯାଅ ଭୋଜିର ଅଧିକ ତମେ ଦ୍ରାକ୍ଷରସ। ଏବେ ଶିଷ୍ୟମାନଙ୍କର କାମ ଥିଲା ପାଣି ପକେଇବା, କିନ୍ତୁ ଶିଷ୍ୟମାନଙ୍କର କାମ ନଥିଲା ପାଣିକୁ ଦ୍ରାକ୍ଷରସ କରିବା ନା। ଏ ପଥର ଜାହାଲା ଭିତରେ ତାଙ୍କର କାମ ଖାଲି ଡ୍ୟୁଟି ହଉଛି ପାଣି ପକେଇବାଟା, କିନ୍ତୁ ପଥର ଜାହାଲାରେ ପାଣି କିଏ ପକେଇ ପାରିବ? ଯିଏ ଏକ୍ଜାକ୍ଟଲି ଯୀଶୁଙ୍କର ଶୁଣିବ ସେ ହିଁ ପାଣି ପକେଇ ପାରିବ। ଆଉ ତାପରେ ସେକେଣ୍ଡ କମାଣ୍ଡମେଣ୍ଟ ଆସୁଛି, ଏବେ ତମେ ବାହାର କର ଆଉ ପାଣି ନେଇଯାଅ ବୋଲି ଯୀଶୁ କହିଥିବେ ଭାବୁଛନ୍ତି କି? ଯୀଶୁ କଣ ଏମିତି କହିଥିବେ ପାଣି ପାଣି ତମେ ନେଇକି ଭୋଜିର ଅଧିକ ଯାଅ? ଏବେ ଶିଷ୍ୟମାନଙ୍କର ଜ୍ଞାନରେ ବା ଏବେ ଶିଷ୍ୟମାନଙ୍କର ବୁଝାମଣାରେ କଣ ପକେଇଲେ? ଶିଶୁମାନଙ୍କର ବୁଝାମଣାରେ ବର୍ତ୍ତମାନ ଯୀଶୁଙ୍କର ସ୍ୱର ଶୁଣିଛନ୍ତି ପାଣି ପକେଇଲେ। ଯଦି ଶିଶୁମାନଙ୍କର ବୁଝାମଣାକୁ ଯଦି ଦେଖିବା ଆମେ, ଏବେ ଯୀଶୁଙ୍କର ବାକ୍ୟ ଅନୁସାରେ ଏମାନେ ପାଣି ପକେଇଲେ, ହେଲେ ଏବେ ସେମାନଙ୍କର ବୁଝାମଣାରେ କଣ କାଢିକି ଯୀଶୁ ଭୋଜିର ଅଧ୍ୟକ୍ଷ ପାଖକୁ ନଉଛନ୍ତି? ତାଙ୍କର ବୁଝାମଣାରେ ପାଣି ନା ଦ୍ରାକ୍ଷରସ? ଯଦି ସେ ନିଜର ବୁଝାମଣାରେ ରିଆକ୍ଟ ହେବେ, ନିଜର ଚିନ୍ତା ନିଜର ଶରୀରର ସେନ୍ସରେ ଯଦି ସେ ଯୀଶୁ ପାଖକୁ ଯିବେ, ସରି ଭୋଜିର ଅଧ୍ୟକ୍ଷ ପାଖକୁ ଯିବେ, ତାହେଲେ ସେ ପାଣି ହିଁ ନଉଛୁ କହିକି ଭାବିବେ। ମାତ୍ର ଯଦି ସେ ଯୀଶୁଙ୍କ ବାକ୍ୟ ଦ୍ଵାରା ଯଦି ଯିବେ, ସେ କଣ ନେଇକି ଯାଉଛୁ ବୋଲି ଯିବେ? ଦ୍ରାକ୍ଷାରସ ନେଇକି ଯାଉଛୁ ବୋଲି ଯିବେ। ଆମେନ କି ନାହିଁ? ଏଇ ଜାଗାରେ ଗୁରୁତ୍ୱପୂର୍ଣ୍ଣ ଅଂଶ କଣ ଭାଇ? ଏବେ ଦ୍ରାକ୍ଷାରସ ଆମେ ନେଇକି ଯାଉଛୁ ବୋଲି କହିବା ପାଇଁ ସେମାନଙ୍କୁ ଯୀଶୁଙ୍କର
ସେନ୍ସ ଦରକାର, ଯୀଶୁଙ୍କର ଚେତା ଦରକାର, ଯୀଶୁଙ୍କର ବାକ୍ୟ ଦରକାର, ଯୋଉ ବାକ୍ୟରେ କି ଯୀଶୁ କହିଲେ ଏବେ ତମେ ନେଇକି ଯାଅ ବୋଲି। ଯୋଉ ପର୍ଯ୍ୟନ୍ତ ସେ ନିଜର ବୁଝାମଣା ନିଜର ଚେତା ଅନୁସାରେ ଯଦି ସେମାନେ ଗତି କରିବେ ତାହେଲେ ତାଙ୍କୁ ଲାଗୁଥିବ ମନରେ ନାଇଁ ଆମେ ପାଣି ଆଗେ ନେଇକି ଯାଉଛୁ, ପାଣି ହିଁ ନେଇକି ଯାଉଛୁ। ପରମେଶ୍ୱରଙ୍କ ବାକ୍ୟରେ ଶକ୍ତି ପରମେଶ୍ୱର ଦେଇଛନ୍ତି, ରଖିଛନ୍ତି। ମୋର କୌଣସି ଅଧିକାର ନାହିଁ ବାକ୍ୟକୁ ଯୋଡିବା ପାଇଁ। ଏ ବାକ୍ୟରେ ସେ କୌଣସି ଅନ୍ୟ ବିଷୟ ଯୋଡିବା ପାଇଁ ମୋର ଅଧିକାର ନାହିଁ। ଏ ବାକ୍ୟର କାମ ହବ କି ନାହିଁ, ଏ ବାକ୍ୟ ସତ କି ନାହିଁ ବୋଲି ମୁଁ କିଏ କହିବା? ଶିଷ୍ୟ ମାନଙ୍କର ସେଇଠି ଗୋଟେ ଜାଗା ଥିଲା, ଯୋଉ ଜାଗା ପର୍ଯ୍ୟନ୍ତ ସେମାନେ କାମ କଲେ। କଣ ସେଟା? ସେମାନେ ଜାହାଲାରେ, ପଥର ଜାହାଲାରେ ପାଣି ପକେଇଲେ। ସେମାନଙ୍କର ଚିନ୍ତା ଦ୍ରାକ୍ଷାରସ ଏଇଟା ବନିବା ଦରକାର ବୋଲି ଚିନ୍ତା କରିବାର ତାଙ୍କର କିଛି ଦରକାର ନାହିଁ। ମାନେ ସେମାନେ ପାଣି ପକେଇଲା ପରେ ଏ ପାଣିକୁ ଦ୍ରାକ୍ଷାରସ କେମିତି ହବ, କେମିତି ପାଣିକୁ ଦ୍ରାକ୍ଷାରସ ଆମେ ବନେଇବୁ, ସିଏ ତାର ରେସ୍ପନ୍ସିବିଲିଟି ଶିଶୁ ମାନଙ୍କର ନାହିଁ, ହେବାକୁ ଦରକାର ବି ନାହିଁ। ଏମାନେ କେବଳ ପାଣି ପକେଇଲେ ବାସ୍ ସରିଲା। ଏବେ ଯୀଶୁଙ୍କର ଦ୍ୱିତୀୟ ଆଦେଶ ସେମାନେ ଶୁଣିଲେ, ଉଠିକି ତମେ ନେଇକି ଯାଅ। ଆଉ ଏମାନେ ଉଠିଲେ ଆଉ ନେଇକି ଯାଉଛୁ। ପରମେଶ୍ୱର ଆମକୁ କହିବାକୁ ଚାହୁଁଛନ୍ତି ଆମର ଆତ୍ମିକ ଜୀବନ ମଧ୍ୟ ଏମିତି ହେବା ଆବଶ୍ୟକ ଅଟେ। ତୁମେ ଆପଣର ସମସ୍ତ ଭିତରେ ତାହାକୁ ସ୍ୱୀକାର କରି ଲେଖା ହେଇଛି ପାଇବ। ମୋର ସମସ୍ତ ଭିତରେ ମୁଁ ପ୍ରଭୁଙ୍କୁ ସ୍ୱୀକାର କରିପାରୁଛି। ଯେତେବେଳେ ମୋ ପାଇଁ ଭଲ ଭଲ ବିଷୟ ଆସୁଛି ତ ମତେ ପ୍ରଭୁଙ୍କୁ ଧନ୍ୟବାଦ ଦେବାର ହୃଦୟ ଆସୁଛି। ମାତ୍ର ଯେତେବେଳେ ମୋ ପାଖକୁ ମନ୍ଦ ବିଷୟ ଆସୁଛି, ମୋ ଜୀବନକୁ ଯଦି ଅସଜାଣ ବିଷୟ, ଯାହାକି ମତେ ଭଲ ନ ଲାଗିବା ବିଷୟ ଆସୁଛି, ତାହେଲେ ମତେ କେମିତି ଲାଗୁଛି? ମତେ ଭଲ ଲାଗୁନାହିଁ। ଏବେ ବର୍ତ୍ତମାନ ଭୋଜିର ଅଧ୍ୟକ୍ଷ କଣ ଚିନ୍ତା କରୁଥିବେ? ମାନେ ଏ ଭୋଜିର ଅଧ୍ୟକ୍ଷ ତା ସହିତ ଏ ଭୋଜିର ସଦସ୍ୟ ମାନେ ଯୋଉମାନେ ଆୟୋଜନ କରୁଛନ୍ତି, ଏ ଲୋକମାନେ ତାଙ୍କ ଘରର ଦ୍ରାକ୍ଷାରସ ସରିଯିବାର ସମସ୍ୟା ସହିତ ଯୀଶୁଙ୍କ ସହିତ ତାଙ୍କର କଣ ସମ୍ପର୍କ ଅଛି? କିଛି ନାହିଁ। କିନ୍ତୁ ଏ ଘରର ଦ୍ରାକ୍ଷାରସର ସମସ୍ୟାର ବିଷୟର ଚିନ୍ତା କରିବାଟା, ସମାଧାନ କରିବା ପାଇଁ ରାସ୍ତା ଖୋଜିବାଟା, କେମିତି ଏଇ ଜାଗାରେ ଦ୍ରାକ୍ଷାରସ ଆଉଥରେ ଆସିବ, ଏ ସମସ୍ତ ବିଷୟରେ ଚିନ୍ତା କରିବାର ଲୋକ ଜଣେ ମାତ୍ର, ସେ ହଉଛନ୍ତି ମରିୟମ। ସେଥିପାଇଁ ମରିୟମ କହୁଛନ୍ତି ସେ ଯାହା କହୁଛନ୍ତି ତମେ ତାହା କର, ଲେଖା ହେଇଛି 5 ପଦ। ଏବେ ସେ ପରମେଶ୍ୱର ଯାହା ବି କହୁଛନ୍ତି ମୁଁ ତାହା କରିବା ଦରକାର। ତାର ଅର୍ଥ କୋଉ ଜାଗାରେ ଯୀଶୁଙ୍କର ପାଖକୁ ଯିବାର ଏଇ ଜାଗାରେ ମନେ ଆଗରୁ ଥିଲେ, ସେଠି ଲେଖା ହେଇଛି। ଠିକ ସେମିତି ଭାଇ ଆରେ ଭଉଣୀମାନେ ମଣ୍ଡଳୀ ଭିତରେ ପରମେଶ୍ୱର ମୋ ପାଇଁ ପ୍ରଭୁଙ୍କୁ ଦାସକୁ ରଖିଛନ୍ତି, ଯିଏକି ସଠିକ ଭାବରେ ଜାଣିଛନ୍ତି ମୋର ସମସ୍ତ ବିଷୟର ଉତ୍ତର ସଦା ଆପଣଙ୍କ ପାଖରେ ଅଛି। ମରିୟମ ଭଲରେ ଜାଣିଛନ୍ତି ଯଦି ଯୀଶୁ କହିଲେ ମୋର ସମୟ ଉପସ୍ଥିତ ହୋଇନାହିଁ କହିକି ମରିୟମ କହିଲା, ମରିୟମକୁ ଯୀଶୁ କହିଲା ପରେ ମଧ୍ୟ ମରିୟମ ଯୀଶୁଙ୍କ ଠାରୁ ଛାଡି ଯୀଶୁଙ୍କ ଠାରୁ ଯାଉନାହାନ୍ତି। ଏବେ ଶିଶୁ ମାନେ କହୁଛନ୍ତି ସେ ଯାହା ବି କହୁଛନ୍ତି କରିବା ପାଇଁ ତମେ ତାହା କର। ଯଦି ଆମେ ଏଇ ଆତ୍ମିକ ଜୀବନ କାଟି ପାରିବା, ଆମେ ଯଦି ପରମେଶ୍ୱରଙ୍କର ବାକ୍ୟ ଭିତରେ ଥିବା ପରମେଶ୍ୱରଙ୍କର ହୃଦୟକୁ ଯଦି ଆମେ ଆବିଷ୍କାର କରିବା, ତାହେଲେ ତାହା ହିଁ ଆମ ପାଇଁ ସଠିକ ସମାଧାନ। ଯୀଶୁ ଖ୍ରୀଷ୍ଟଙ୍କୁ ଏମାନେ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ ଏମାନେ ନିମନ୍ତ୍ରଣ କରୁଥିଲେ, ସେମିତି ନାହିଁ। ଯୀଶୁ ଆପେ ସେଠାକୁ ଯାଇଥିଲେ। ଏଇ ଜାଗାରେ ବର୍ତ୍ତମାନ ଏ କାହାଣୀରେ ଆମେ ବୁଝିପାରିବା ଯେ ଜାଗାରେ ଦ୍ରାକ୍ଷାରସର ମେଟର ଆସୁଛି, ଭୋଜିର ଆୟୋଜନ, ଭୋଜିର କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଷୟ ପରିବର୍ତ୍ତେ ମେନସନ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ଅଛି ଏ ଜାଗାରେ ଦ୍ରାକ୍ଷାରସ। ହେଲେ ଦ୍ରାକ୍ଷାରସ କେମିତି ହବ ର ଇମ୍ପୋର୍ଟାନ୍ସ ଦେଖାଯାଉଛି। କିନ୍ତୁ ଏଇ ଜାଗାରେ 2 ପ୍ରକାର ଦ୍ରାକ୍ଷାରସ ଅଛି। ଏବେ ଯୋଉ ଦ୍ରାକ୍ଷାରସ ଯାହାକି ବର୍ତ୍ତମାନ ମନୁଷ୍ୟ ବନେଇଛି ସରିଗଲା, ତାହେଲେ ବର୍ତ୍ତମାନ ଏଇ ଦ୍ରାକ୍ଷାରସ ଯାହାକି ବର୍ତ୍ତମାନ ସରିଯିବା ଦ୍ରାକ୍ଷାରସ ମନୁଷ୍ୟ ବନେଇଥିଲା, ଏବେ 6 ଗୋଟା ପଥର ଜାହାଲା ଭିତରେ
ଭର୍ତ୍ତି କର ବୋଲି ପ୍ରଭୁ କହିଲେ। ତ ବର୍ତ୍ତମାନ ସେ ଜାଗା ପୁରା ଖାଲି ହେଇକି ଅଛି। ହଁ, ବହୁତ ଧନ୍ୟବାଦର ବିଷୟ। ଏଇ ଘର ଭିତରେ ଦ୍ରାକ୍ଷାରସ ସରିଗଲା ବୋଲି କହିକି ପାଟିତୁଣ୍ଡ ଚାଲିଛି। କିନ୍ତୁ ପ୍ରକୃତରେ ମୁଁ ପଚାରିବାକୁ ଚାହୁଁଛି ଆଜି ସକାଳେ ଆପଣଙ୍କୁ, ଯଦି ଯୀଶୁ ଖ୍ରୀଷ୍ଟ ସେ ଘରକୁ ନିମନ୍ତ୍ରିତ ହେଇଥିଲେ କଣ ପାଇଁ? ପରବର୍ତ୍ତୀ ସମୟରେ ବର୍ତ୍ତମାନ ଯୀଶୁଙ୍କୁ ସେମାନେ ଆବିଷ୍କାର କରୁଥିଲେ ଯେ ଏ ଯୋଉ ସମସ୍ୟାରେ ଆମେ ଗତି କଲୁ, ଏ ସମସ୍ୟାର ମୂଳ ସମାଧାନକାରୀ ହଉଛନ୍ତି ସେ ଯୀଶୁ ଯାହାକୁ ଆମମାନେ ସାଧାରଣ ଲୋକମାନଙ୍କ ପରି ନିମନ୍ତ୍ରଣ କରିଥିଲୁ। ମାନେ ଏବେ ଏଇ ଜାଗାରେ ଆମେ ଆବିଷ୍କାର କରିପାରିବା ଯେ ଏ ଘରେ ଦ୍ରାକ୍ଷାରସ ସରିଯିବାର କାମ ବା ଦ୍ରାକ୍ଷାରସ ଯଦି ସରିଯାଉଛି ତାହେଲେ ବେଶୀ ସୁନ୍ଦର ବିଷୟ ଏଇଟା। ଏବେ ଭୋଜିର ଅଧ୍ୟକ୍ଷ ସହିତ ପରିବାର ଲୋକମାନେ ଅସ୍ତବ୍ୟସ୍ତ ହଉଛନ୍ତି। ହଁ, ଯଦି ମନୁଷ୍ୟ ବନେଇବା ଦ୍ରାକ୍ଷାରସ ସରିଯାଉଛି ତାହେଲେ କିଛି ଅସୁବିଧା ନାହିଁ। ମନୁଷ୍ୟ ବନେଇବା ଦ୍ରାକ୍ଷାରସ ସରିଗଲେ ସେଇଟା ହଉଛି ଉତ୍ତମ ସର୍ତ୍ତ ଯୀଶୁଙ୍କ ପାଇଁ। ଯୀଶୁ ବର୍ତ୍ତମାନ କାମ କରିବା, ଆମେ ଯୀଶୁ କାମ କରିବାର ସର୍ତ୍ତ ପାଇଁ। କିନ୍ତୁ ମନୁଷ୍ୟ ବନେଇବା ଦ୍ରାକ୍ଷାରସ ଯଦି ସରିଯାଇ ନାହିଁ ତାର ଯୀଶୁ କହିବେ ଆରେ ମୋର ସମୟ ଆସିନାହିଁ। ହଁ, ସେଇଠି ଗୋଟେ ଲୋକ ଅଛି ଯିଏ କି ଦ୍ରାକ୍ଷାରସ ନିଜେ ବନେଇଲା ସଦୃଶ ଏ ଜଗତର ଅନେକ ଗୁଡିଏ ମେଥଡକୁ ୟୁଜ କରିକି ଆଁ, ଅନେକ ବିଷୟ ଗୁଡାକୁ ସେ ପ୍ରସ୍ତୁତ କରୁଛି ତାର ହୃଦୟର ଯାହା ଲାଗୁ ପରିପୂର୍ଣ୍ଣ କରିବା ପାଇଁ। ମାତ୍ର ଭାଇ ଭଉଣୀ ମାନେ ଆମେ ଆଜି ସକାଳେ ଏ ସତ୍ୟ ବିଷୟକୁ ଜାଣିବା ଆବଶ୍ୟକ ଅଟେ। ମଣ୍ଡଳୀ ଛଡା ପରମେଶ୍ୱର ଦାସଙ୍କ ସହିତ ସଂଯୁକ୍ତ ହେବା ଛଡା ବାକ୍ୟର ଫ୍ଲୋ ହେବା ଛଡା ବାକ୍ୟର ସଂଯୁକ୍ତ ନ ହେଇକି ଆମେ ଗୋଟେ ଲୋକ ନହୁ ଯିଏକି ଆମମାନେ ଆମର ହୃଦୟରେ ଆମେ ଆନନ୍ଦିତ ଜୀବନକୁ ବିତେଇ ପାରିବା। ଆମ ଜୀବନରେ ଆମେ ଖୁସିର ଲାଇଫ କାଟି ପାରିବା। ଏବେ ଏଇ ଜାଗାରେ ଯଦି ଦେଖିବା ତାହେଲେ ଦଶ ପଦରେ ଏଇ ଲୋକମାନେ କଣ ବୋଲି କହୁଛନ୍ତି ବୁଝ? ସମସ୍ତେ ପ୍ରଥମରେ ଭଲ ଦ୍ରାକ୍ଷାରସ ଦେଇଥାନ୍ତି। ହଁ, ମନୁଷ୍ୟ ଯୋଉ ଦ୍ରାକ୍ଷାରସ ବନେଇଥାଏ ସେ ଦ୍ରାକ୍ଷାରସ ଆରମ୍ଭରେ ବେଶୀ ଭଲ ଥାଏ ତାର ଅର୍ଥ କହୁଛନ୍ତି। ଆଉ ଲୋକେ ମାତାଲ ହେଲା ଉତ୍ତାରେ ମନ୍ଦ ଦିଅନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ମନୁଷ୍ୟ ବନେଇବା ଦ୍ରାକ୍ଷାରସ ଟେଷ୍ଟଲେସ୍ ହେଇଯାଇଥାଏ। କିନ୍ତୁ ତୁମ୍ଭେ ଏପର୍ଯ୍ୟନ୍ତ ଭଲ ଦ୍ରାକ୍ଷାରସ ରଖିଅଛ। ଏବେ ଯୀଶୁ ଯୋଉ ଦ୍ରାକ୍ଷାରସ ବନେଇଲେ ପାଣି ପକେଇକି ଏ ଦ୍ରାକ୍ଷାରସ ଯେତେ ଚାଖୁଛନ୍ତି ଏମାନେ ଆଶ୍ଚର୍ଯ୍ୟ ହଉଛନ୍ତି ଏମାନେ। ହଁ ଭାଇ ଆରେ ଭଉଣୀ ମାନେ ଯଦି ଆମମାନେ ମଣ୍ଡଳୀ ସହିତ ସଂଯୁକ୍ତ ହେଇକି ଅଛୁ, ଆମେ ସମସ୍ୟାର ସମ୍ମୁଖୀନ କଲେ ମଧ୍ୟ ଆମ ଜୀବନ ଅଭାବ ଆସିଲେ ମଧ୍ୟ କଷ୍ଟକର ପରିସ୍ଥିତିକୁ ସାମ୍ନା କଲେ ମଧ୍ୟ ପ୍ରଭୁଙ୍କର ଚେତା ଥିବା ଯୋଗୁଁ ଆମେ ପ୍ରଭୁଙ୍କ ଚେତା ଅନୁସାରେ ଆମେ ଡିଲିଂସ କରିପାରିବା ଆମର ସମସ୍ୟା। ତୁମ୍ଭେ ଆପଣ ସର୍ବାନ୍ତକରଣରେ ତାହାକୁ ବିଶ୍ୱାସ କର। ତୁମେ ଆପଣ ସମସ୍ତ ଗତିରେ ତାହାକୁ ସ୍ୱୀକାର କର ଲେଖା ହେଇଛି। ତ ଯଦି ତୁମେ ଆପଣ ସମସ୍ତ ବିଷୟରେ ତୁମେ ତାହାକୁ ସ୍ୱୀକାର କର ଗତିରେ, ତ ବର୍ତ୍ତମାନ ଏଇ ଜାଗାରେ ଆମେ ପାଇପାରୁଛୁ ଯେ ବର୍ତ୍ତମାନ ଏ ଲୋକମାନେ ଜାଣିନାହାନ୍ତି ଯୀଶୁ। ଯଦିଓ ଯୀଶୁ ବର୍ତ୍ତମାନ ସେ ଘରେ ବସିଛନ୍ତି, ଯୀଶୁ ହିଁ ଗୋଟେ ସଠିକ ଭାବରେ ତାଙ୍କର ଘରର ସମସ୍ୟାର ସମାଧାନକାରୀ ଅଟନ୍ତି। ଓ ଭାଇ ଭଉଣୀ ମାନେ ଏଇ ଜାଗାରେ ବର୍ତ୍ତମାନ ଏ ଭୋଜି ଗୃହ ଭିତରେ କାହିଁକି ଦ୍ରାକ୍ଷାରସର ଆବଶ୍ୟକତା ଏତେ ଅଛି? ଆମର ଦୈନନ୍ଦିନ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ କଣ? ଏ ଦ୍ରାକ୍ଷାରସ ହଉଛି ବହୁତ ନିହାତି ଜରୁରୀ ଏ ଭୋଜି କାର୍ଯ୍ୟରେ। ସେମିତି ଆମର ଜୀବନରେ ଏ ଦ୍ରାକ୍ଷାରସ ଅର୍ଥ ଜାଗାରେ ଆନନ୍ଦକୁ ବୁଝଉଛି, ଖୁସିକୁ ବୁଝଉଛି। ଆମ ହୃଦୟରେ ଯଦି ଆମେ ଆନନ୍ଦିତ ନ ହଉ, ଆମ ହୃଦୟରେ ଯଦି ଆମର ଖୁସି ନ ହଉ, ତାହେଲେ ଆମେ ଯାହା କିଛି ମଧ୍ୟ କରିବା କୌଣସି ବିଷୟରେ ଆମର ସନ୍ତୁଷ୍ଟ ହେଇପାରିବା। ଓ ପ୍ରଭୁ କହିବାକୁ ଚାହୁଁଛନ୍ତି ତମର ହୃଦୟରେ ତମେ ଆନନ୍ଦିତ ହେବାର ରାସ୍ତାକୁ ମୁଁ ଦେବା ପାଇଁ ଆସିଛି, ତମ ଘରର ପାଖରେ ଅଛି। ପ୍ରକାଶ ବାକ୍ୟ ଲେଖା ହେଇଛି କଣ ବୋଲି? ହଁ, ମୁଁ ଦ୍ୱାରରେ ଥାଇ ଦ୍ୱାର ମାରୁଛି। ଦ୍ୱାରରେ ଯୀଶୁ ଖ୍ରୀଷ୍ଟ ମାରୁଛନ୍ତି। ଏବେ ଏବେ ଏଇ ଜାଗାରେ ଯୀଶୁ ଖ୍ରୀଷ୍ଟ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି। କିଛି ସମୟ ଗଲା ପରେ ଲୋକମାନେ ଆଶ୍ଚର୍ଯ୍ୟ ହଉଛନ୍ତି। ହଁ, ବର୍ତ୍ତମାନ ଏଇ ଜାଗାରେ ଆତ୍ମିକ ଭାବରେ ଚିନ୍ତା କଲେ ଲୋକମାନେ ଜାଣିନାହାନ୍ତି ଯୀଶୁ ଖ୍ରୀଷ୍ଟ କିଏ। ଅନେକ ସମୟ ପର୍ଯ୍ୟନ୍ତ ମୁଁ ଯଦି ମଣ୍ଡଳୀ ଭିତରେ ବଞ୍ଚିକି ଆସିଛି, ମୁଁ ମଧ୍ୟ ସମାନ ଭୋଜିର ଅଧ୍ୟକ୍ଷ ସଦୃଶ ଆଉ ଏ ଭୋଜିର ସଦସ୍ୟ ମାନଙ୍କ ସଦୃଶ ମୁଁ ମଧ୍ୟ ଜାଣିଲି ନାହିଁ। ମୁଁ ମୋ ଲାଇଫରେ କେମିତି ମୁଁ ଉଜ୍ଜଳ ଭବିଷ୍ୟତ ପାଇବି,
ମୁଁ ମୋର ଜୀବନରେ କେମିତି ମୁଁ ଖୁସି ପାଇବି, ମୁଁ ମୋର ଜୀବନରେ ଆନନ୍ଦିତ ଜୀବନ କେମିତି ପାଇବି ମୁଁ ଜାଣିନଥିଲି, କି ମୁଁ ଜାଣିନି ମଧ୍ୟ। ମୁଁ କେବଳ ଗୋଟେ ବିଷୟ ଜାଣିଛି କହିବା ପାଇଁ, ଆରେ ଦ୍ରାକ୍ଷାରସ ସରିଗଲା, ଏଇ ଦିନକରେ ମୁଁ ଖୁସି ନାହିଁ, ମୁଁ ଏଇ ଦିନକରେ ମୁଁ ଦୁଃଖୀ ଅଛି, ମୁଁ ଏଇ ଦିନକରେ ଏଇ ପ୍ରକାର ସ୍ଥିତିରେ ଅଛି, ସେଇ ପ୍ରକାର ସ୍ଥିତି ଅଛି। ମୁଁ ଖାଲି ଏମିତି କହିବା ଲୋକ। କିନ୍ତୁ ବର୍ତ୍ତମାନ ସ୍ପଷ୍ଟ ଭାବରେ ଯୀଶୁ ବର୍ତ୍ତମାନ ସେ ଜାଗାରେ ଶିଷ୍ୟମାନଙ୍କୁ ଆଦେଶ ଦଉଛନ୍ତି ପାଣି ପକା, ମୋର ସମସ୍ୟାର ସମାଧାନ କରିବା ପାଇଁ, ଆମର ଦୈନନ୍ଦିନ ଜୀବନରେ ଆମକୁ କଢେଇକି ନେବା ପାଇଁ, ଆମକୁ କୋଉ ସମୟରେ କଣ ଆବଶ୍ୟକ ଅଟେ, ପରମେଶ୍ୱର ତାଙ୍କ ଦାସଙ୍କ ଦ୍ଵାରା ତାଙ୍କ ମଣ୍ଡଳୀ ଦ୍ଵାରା ଆମେ କଥା ହଉଛୁ। ଆମ ପୁସ୍ତକରେ ଆମେ ଅନେକ ସମୟରେ ପଢୁଛୁ 3-7 ନିଶ୍ଚୟ ପ୍ରଭୁ ସଦାପ୍ରଭୁ ଆପଣା ଭବିଷ୍ୟତ ଆପଣା ଗୁପ୍ତ ବିଷୟ ନିଜ ଭବିଷ୍ୟତ ବକ୍ତା ଆପଣ ପ୍ରତି ପ୍ରକାଶ ନ କଲେ କିଛି କରନ୍ତୁ ନାହିଁ। ପରମେଶ୍ୱର ବର୍ତ୍ତମାନ ଆମ ପାଇଁ ଏ ମଣ୍ଡଳୀ ଭିତରେ ରଖିଛନ୍ତି ତାଙ୍କର ସମସ୍ତ ବିଷୟ ଆମମାନଙ୍କ ପାଇଁ। ହଁ ମୋର ହୃଦୟର ଯାହା ହେଲା ଯେତେବେଳେ ଖାଲି ହେଇଯାଉଛି, ପରମେଶ୍ୱର ମୋର ଜୀବନରେ ମୋର ବନେଇବାର ଦ୍ରାକ୍ଷାରସ ବର୍ତ୍ତମାନ ସରିଦେଲେ। ଯେମିତି ଜହନ 4 ମଧ୍ୟ ସମୀରର ସ୍ତ୍ରୀ ଯାଉଥିଲା ବର୍ତ୍ତମାନ ପ୍ରତ୍ୟେକ ଦିନ ଯାକବର କୂଅରେ ପାଣି ଆଣିବା ପାଇଁ, ମାତ୍ର ପରମେଶ୍ୱର ଯୀଶୁ ଖ୍ରୀଷ୍ଟ ଜାଗାରେ ବର୍ତ୍ତମାନ ତାକୁ କହୁଛନ୍ତି, ହଁ ଯିଏ ମଧ୍ୟ ଯାକର ଜଳ କୂଅର ଜଳ ପିଇବ ସେ ଆଉ ଥରେ ତୃଷିତ ହବ, ମାତ୍ର ମୁଁ ଯୋଉ ଜଳ ଦେବି ଥରେ ଯେ ପିଇବ ସେ ଆଉ କେବେ ତୃଷିତ ହବ ନାହିଁ ବୋଲି ଯୀଶୁ କହୁଛନ୍ତି ନା। ଏବେ ଯୋଉ ଦ୍ରାକ୍ଷାରସ ଯୀଶୁ ବନେଇଲେ, ଯୀଶୁଙ୍କର ଦ୍ରାକ୍ଷାରସ ଶେଷ ପର୍ଯ୍ୟନ୍ତ ସେମାନେ କହୁଛନ୍ତି ଶେଷ ପର୍ଯ୍ୟନ୍ତ ଏଟା କେତେ ବଢିଆ ସ୍ୱାଦ ହଉଛି। ଆମ ଜୀବନରେ ଆମମାନେ ଯଦି ପରମେଶ୍ୱରଙ୍କର କାର୍ଯ୍ୟକୁ ଯଦି ଆମେ ଦେଖିବା, ତାହେଲେ ପ୍ରଭୁ ଆମ ଜୀବନରେ କଣ କଣ କାମ କରିକି ଆସୁଛନ୍ତି ଆଜି ପର୍ଯ୍ୟନ୍ତ, ଏଟା ବହୁତ ଆଶ୍ଚର୍ଯ୍ୟ। ମୋର ଖୁସି, ମୋର ଜୀବନ ଭବିଷ୍ୟତ ମୋ ପାଇଁ ମୋର ପରିବର୍ତ୍ତେ ମଣ୍ଡଳୀ କାମ କରିଦଉଛି, ମୋ ପାଇଁ ମୋ ପରିବର୍ତ୍ତେ ପରମେଶ୍ୱରଙ୍କ ଦାସ ମାନେ କାମ କରିଦଉଛି। ଏ ଜାଗାରେ ଆମେ ପାଇପାରିବା ଏଇ ଜାଗାରେ, ଯଦିଓ ଲୋକମାନେ ଜାଣିନାହାନ୍ତି ବର୍ତ୍ତମାନ, ଆରେ ଦ୍ରାକ୍ଷାରସ ସରିଗଲା 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 କହିକି ସେମାନେ ଅସ୍ତବ୍ୟସ୍ତ ହଉଛନ୍ତି, ମାତ୍ର ଯେତେବେଳେ ଦ୍ରାକ୍ଷାରସ ସରିଗଲା ବୋଲି ସେମାନେ କୋଳାହଳ ହଉଛନ୍ତି, ଅସ୍ତବ୍ୟସ୍ତ ହେଇଯାଉଛନ୍ତି, ବିଶ୍ୱଙ୍କ ହୃଦୟ ଯୀଶୁ ଭାବୁଥିବେ, ହଁ ସବୁ ସରିଯାଉ ତାପରେ ମୁଁ ବନେଇବି। ଯେଉଁ ସାର୍ ଆମର ସମସ୍ତ ଚେଷ୍ଟା ସରିଯାଉଛି, ଯେତେ ଆମର ସମସ୍ତ ପ୍ରଣାଳୀକୁ ଆମମାନେ ସରିଯାଉଛି, କିଛି ନାହିଁ ଆଉ କୌଣସି ଅନ୍ୟ ରାସ୍ତା ଦେଖାଯାଉନାହିଁ, ସେଥିରେ ଟିକେ ଯଦି ଆମେ ମଣ୍ଡଳୀ ଆଡକୁ ହୃଦୟ କରୁଛୁ, ପରମେଶ୍ୱର ଦାସଙ୍କ ସହିତ ଯଦି ଆମେ ସେୟାର କରିବା ଆମର ସମସ୍ୟାକୁ, ତାହେଲେ ଯଦିଓ ଏଟା ସେୟାର କଲା ପୂର୍ବରୁ କହିଲା ପୂର୍ବରୁ ଆମକୁ ଅବାନ୍ତର ଲାଗୁଛି, ଲୋକମାନେ ଯୀଶୁକୁ ଦେଖୁଥିବେ ନା, ଯୀଶୁ ବସୁଛନ୍ତି ବର୍ତ୍ତମାନ, ମତେ ଲୋକମାନଙ୍କ ଭିତରେ ଭୋଜିର ଅଧ୍ୟକ୍ଷ ସହିତ କିଏ ବି ଜାଣିନାହିଁ ବର୍ତ୍ତମାନ ଏଇ ଯୋଉ ସମସ୍ୟା ପାଇଁ ଆମେ ବର୍ତ୍ତମାନ ଯୋଉ ଗତି କରୁଛୁ, ଏଇଠି ଜଣେ ବ୍ୟକ୍ତି ଅଛନ୍ତି ଆଉ ସେଇ ସଠିକ ଭାବରେ ଏ ଘରର ସମସ୍ୟାକୁ ସମାଧାନ କରିପାରେ। ଯେତେବେଳେ ଗୁରୁତର ସମସ୍ୟା ଆସୁଛି, ଆମେ ଚର୍ଚ୍ଚକୁ କେମିତି ଦେଖୁଛୁ, ଚର୍ଚ୍ଚର ସ୍ୱର ଆମକୁ ବେଶୀ ଉଲ୍ଟା ଲାଗୁଛି, ଠିକ ଲାଗୁନି ଆମକୁ ଆମର ନିଜର ବୁଝାମଣା ଆଉ ଆମର ନିଜର ଚିନ୍ତାଧାରା, ଆମର ମେଥଡ ଆମକୁ ଚର୍ଚ୍ଚର ସ୍ୱର ଠାରୁ ଅଧିକ ଇମ୍ପୋର୍ଟାଣ୍ଟ ଲାଗୁଛି। କିନ୍ତୁ ବିପରୀତ ଭାବରେ ଆମେ ଖୋଜିବା ଦରକାର ଯେ ମୋ ପାଇଁ ଯୀଶୁ ଅଛନ୍ତି କି, ମୋ ପାଇଁ ମଣ୍ଡଳୀ ଅଛି କି, ମୋ ପାଇଁ ପ୍ରଭୁ ଦାସ ଅଛନ୍ତି, ତାହେଲେ ଯଦି ଲେଖା ହେଇଛି ବାଇବଲରେ ସ୍ୱର୍ଗର ପ୍ରଦତ୍ତ ନହେଲେ ମନୁଷ୍ୟ କିଛି ପ୍ରାପ୍ତ ହେଇପାରିବ ନାହିଁ। ଆଜି ଏଇ ଦିନକରେ ଆମର ଚର୍ଚ୍ଚ ବିଲ୍ଡିଂ ର କାମ ଚାଲିଛି, ତାହେଲେ ମୁଁ ଦେଖିପାରୁଛି ଯେମିତି ଆମେ ରାତ୍ରି ସମୟରେ ଶୋଇଲା ସମୟରେ ଫୁଲ ଗଛ ଉଠୁଛି, ହଁ, ପନିପରିବା ଉଠୁଛି, ଫଳ ଗୁଡାକ ହଉଛି, ତାର ସାଇଜ ବଢୁଛି ରାତିରେ ଆମେ ଶୋଇଲା ସମୟରେ, ମୁଁ ଦେଖିପାରୁଛି ଯେ ପରମେଶ୍ୱର ତାଙ୍କର ଯୋଜନାରେ ପ୍ରଭୁ ତାଙ୍କର ପ୍ରତିଜ୍ଞା ଅନୁସାରେ କାମ କରୁଛନ୍ତି। ହଁ, ଆମର ଚର୍ଚ୍ଚରେ ଆମେ କିଏ ଯେ କି ଆମେ ଚର୍ଚ୍ଚ ପାଇଁ କିଛି ଭଲ ଚିନ୍ତା କରିବା ଲୋକ, ଆମେ କିଏ ଯେ ଆମେ ଟଙ୍କା ଦେବା ଲୋକ ଚର୍ଚ୍ଚ ପାଇଁ, କିନ୍ତୁ ପରମେଶ୍ୱର ଯଦି ଆମ ହୃଦୟକୁ ଦଉଛନ୍ତି, ପ୍ରଭୁ ଯୋଉ ସାର୍ ଆମକୁ ହୃଦୟ ଦେଇଥାନ୍ତି କିଛି ବିଷୟ କରିବା ପାଇଁ ଚର୍ଚ୍ଚ ପାଇଁ, ସେ ସାର୍ ଯିଏ ସେ ପ୍ରଭୁଙ୍କ ହୃଦୟକୁ ତଳେ ନ ପକେଇକି, ମାନେ ସେ ହୃଦୟକୁ ଯେପରି ପଦଦଳିତ ନ କରିକି, ସେ ହୃଦୟକୁ ଯେପରି ରିଜେକ୍ଟ ନ କରିକି, ଯଦି ସେ ଆଜ ଇଟ ଇଜ ଯଦି ସେ ପ୍ରଭୁ ଦେଇଥିବା ହୃଦୟକୁ ନେଇକି ଯଦି ସେ ଚର୍ଚ୍ଚ ପାଇଁ ଅଫରିଂ ଦଉଛନ୍ତି, କି ଚର୍ଚ୍ଚ ପାଇଁ କିଛି ବିଷୟ କରୁଛନ୍ତି, ତାହେଲେ
କେତେ ସୁନ୍ଦର ବିଷୟ ପ୍ରଭୁ ସାମ୍ନାରେ। ସ୍ୱର୍ଗର ପ୍ରଦତ୍ତ ନହେଲେ କିଛି ମଧ୍ୟ ମଣିଷ ପ୍ରାପ୍ତ ହବ ନାହିଁ। ଦୈନନ୍ଦିନ ଜୀବନରେ ପ୍ରାକ୍ଟିକାଲି ପ୍ରଭୁଙ୍କୁ ଆମେ ଯଦି ଫିଲ୍ କରିବା, ଯଦି ଫିଲ୍ କରିବା ବାସ୍ତବିକ ଭାବରେ ପ୍ରାକ୍ଟିକାଲି ପରମେଶ୍ୱରଙ୍କର ଚେତା ଯଦି ଆମର ବୃଦ୍ଧି କରିବା ପାଇଁ ଆବଶ୍ୟକ, ତାହେଲେ ତୁମେ ଆପଣର ସମସ୍ତ ଗତିରେ ତାହାକୁ ସ୍ୱୀକାର କର। ତୁମ୍ଭେ ଆପଣର ସମସ୍ତ ଗତିରେ। ତାହେଲେ ଏଇ ଜାଗାରେ ଆମେ ଆମେ କାମ କରୁଛୁ। ମୁଁ ଦେଖିପାରୁଛି ଗୋଟେ ବିଷୟକୁ ପ୍ରଭୁ ଜଗୁଛୁ। ଗତ ଦିନ ମନେ ପରେ ଆମେ ଗୋଟେ ମିଟିଂ କଲୁ। ସେ ମିଟିଂରେ ଆମେ ମେନ୍ ଆମର ଲିଡର ମାନେ ଡିକୋନ ପ୍ରାର୍ଥନା କରିକି ଆମେ ଏ ଚର୍ଚ୍ଚ ବିଲ୍ଡିଂ ର କନଷ୍ଟ୍ରକ୍ସନ କୁ ଆମେ କେମିତି ସରେଇବାକୁ ହେଇକି ଆମେ ମିଟିଂ କଲୁ। ତ ସେଦିନ ମୁଁ ଦେଖିପାରିଲି ଆମର ସଦସ୍ୟ ମାନେ ଯେଉଁମାନେ ଜମା ହେଇଥିଲେ, ପରମେଶ୍ୱରଙ୍କର ହୃଦୟ ଅନୁସାରେ ସେମାନେ କିଛି ବିଷୟକୁ ସେମାନେ ଚର୍ଚ୍ଚ ପାଇଁ କରିବୁ କହିକି ସେ କହିଲେ। ତାହେଲେ କଣ୍ଟିନ୍ୟୁ ବର୍ତ୍ତମାନ ଆମେ କାମ କରୁଛୁ। ବର୍ତ୍ତମାନ ଅଭାବ ଅଛି, କଷ୍ଟ ଅଛି, କିନ୍ତୁ ଏ ଅଭାବ ଆଉ କଷ୍ଟ କି ଯଦି ଆମକୁ ଅନୁଗ୍ରହ ମାଗିବା ପାଇଁ ଯଦି ଆମର ହୃଦୟକୁ ନମ୍ର କରୁଛୁ, ତାହେଲେ କିଛି ଅସୁବିଧା ନାହିଁ। ସମରିଆ ନଗର ଭିତରେ କାପ୍ତାର ଝାଡା ଗଧର ମୁଣ୍ଡ ପିଲାକୁ ସିଝେଇକି ଖାଇବାଟା ଭଲ, ନା ସମରିଆ ନଗରକୁ ଛାଡିକି ସମରିଆ ନଗର ଦ୍ୱାର ନିକଟକୁ ଯିବାଟା ଭଲ? ଏବେ ମନୁଷ୍ୟ ବନେଇବା ଦ୍ରାକ୍ଷାରସ ସରିଗଲେ ଭଲ, ଯୋଉ ଦ୍ଵାରା କେବେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଦ୍ରାକ୍ଷାରସ ହେଇପାରିଲା। କିନ୍ତୁ ମନୁଷ୍ୟର ଦ୍ରାକ୍ଷାରସ, ମନୁଷ୍ୟ ବନେଇବା ଦ୍ରାକ୍ଷାରସ ସରିଗଲେ କାହିଁକି ଏମାନେ ବ୍ୟସ୍ତ ହଉଛନ୍ତି? ମୁଁ କହିବାକୁ ଚାହୁଁଛି, ଯଦି ଏମାନଙ୍କ ଭିତରେ ଜଣେ ମଧ୍ୟ ମରିୟମକୁ ଛାଡିକି ଯୀଶୁ କିଏ ବୋଲି ଯଦି ଜାଣିଥାନ୍ତେ, ଡାଇରେକ୍ଟ ସେ କଥା ହେଇଥାନ୍ତେ, ଆରେ କିଛି ଭୟ କର ନାହିଁ, କିଛି ଅସୁବିଧା ନାହିଁ। ତମେ ଯୋଉ ପାଟିତୁଣ୍ଡ କରୁଛ ଏ ଜାଗାରେ, ତମେ ଯୋଉ ହତାଶ ହଉଛ, ଜଣେ ବ୍ୟକ୍ତି ଅଛନ୍ତି ଜାଗାରେ, ଗୋଟେ ମୋମେଣ୍ଟରେ ସବୁ ସମସ୍ୟା ସମାଧାନ କରିଦେବେ। ଘର ଭିତରେ ଯଦି ଗୋଟେ ସଦସ୍ୟ, ଆପଣଙ୍କ ଘରେ ଯଦି ଜଣେ ଲୋକ ଯଦି ଆତ୍ମିକ ଚେତାରେ ପରମେଶ୍ୱରଙ୍କର ବାକ୍ୟ ସହିତ, ମଣ୍ଡଳୀ ସହିତ, ପ୍ରଭୁଙ୍କର ଦାସଙ୍କ ସହିତ, ଈଶ୍ୱରଙ୍କର ଫ୍ଲୋ ଦ୍ଵାରା ଯଦି ବଞ୍ଚୁଛି, ତାହେଲେ ଜଣେ ସଦସ୍ୟ ଦ୍ଵାରା ଘରର ସମସ୍ତଙ୍କର ଜୀବନକୁ ତାହା ଟ୍ରାନ୍ସଫର ହେଇପାରେ। ଆଉ ସେଇ ସମୟ ଠାରୁ ପ୍ରତ୍ୟେକ ପରିସ୍ଥିତି ବଦଳିଯିବ। ଏବେ ଜାଗାରେ ଗୁରୁତ୍ୱପୂର୍ଣ୍ଣ ବିଷୟ ମୁଁ କହିବାକୁ ଚାହୁଁଛି, ମରିୟମର ବର୍ତ୍ତମାନ ହୃଦୟ ଦେଖନ୍ତୁ, ଶିଶୁମାନେ କହୁଛନ୍ତି, ସେ ଯାହା ବି କହୁଛନ୍ତି ତମେ ତାହା କର। ଏଇଟା ହଉଛି ଆମର ଏଇଟା ହଉଛି ଆମଙ୍କର ବ୍ଲେସେଡ ସ୍ପିରିଚୁଆଲ ଲାଇଫ। ଏଇଟା ହଉଛି ଆମଙ୍କର ଆଶୀର୍ବାଦ ଜୀବନ ଯାପନ। ଶିଷ୍ୟମାନେ ବର୍ତ୍ତମାନ ଯଦି ଶୁଣିଲେ, ପାଣି ପକେଇଲେ। ହଁ, ଏ ପାଣି ହଉଛି ଜାଗାରେ ଈଶ୍ୱରଙ୍କ ବାକ୍ୟ। ଯଦି ଗୋଟେ ଚର୍ଚ୍ଚ ଭିତରେ ଗୋଟେ ଭାଇଙ୍କର ସମସ୍ୟା ହେଇଛି, ଯଦି ଗୋଟେ ଭଉଣୀଙ୍କର ପ୍ରୋବ୍ଲେମ ହଉଛି, ତାହେଲେ ସେ ଭାଇ ଭଉଣୀ ପାଖକୁ ପରମେଶ୍ୱର ମତେ ଶିଷ୍ୟମାନଙ୍କ ସଦୃଶ ମତେ କଣ କହୁଛନ୍ତି ଜାଣିଛନ୍ତି? ଗୋଟେ ସମୟରେ ମୁଁ ଘୃଣାର, ଅଭିଯୋଗର, ବିରୋଧ କରିବାର, ବିଚାର କରିବାର ପାଣି ପକଉଥିଲି। ଏ ଭାଇ ଏମିତି, ସେ ଭଉଣୀ ସେମିତି, ସେ ଡିକନ ସେମିତି, ସେ ଏଲ୍ଡର ସେମିତି, ମୋ ହୃଦୟକୁ ବନ୍ଦ କରିକି ମୁଁ ଖାଲି ବିଚାର କରିବାର, ଅଭିଯୋଗ କରିବାର। ମତେ ରିଏଲି ଏଇ ଜାଗାରେ ଗୋଟେ ବିଷୟକୁ ମୁଁ ଆଜି କହିବାକୁ ଚାହୁଁଛି, ପରମେଶ୍ୱର ମୋର ହୃଦୟରେ ଅନେକ ଦିନ ପର୍ଯ୍ୟନ୍ତ କାମ କଲେ, ମତେ ଭାଙ୍ଗିଲେ। ସତରେ ଗୋଟେ ଭାଇଙ୍କର ସମସ୍ୟାକୁ ଯେତେବେଳେ ଆସୁଛି ମୋ ପାଖକୁ, ମୁଁ କଣ କରିପାରିବି? ଶିଶୁମାନେ କଣ କରିପାରିବେ? ଶିଶୁମାନେ କଣ ଦ୍ରାକ୍ଷରସ ବନେଇ ପାରିବେ କି ପାଣିରୁ? ଶିଷ୍ୟମାନେ ଯାଇ ଖାଲି ପାଣି ପକେଇବେ, ଆଉ ସେ ପାଣିରେ କେମିତି ଦ୍ରାକ୍ଷାରସ ହବ, ତାହାର ଦାୟିତ୍ୱ ଯୀଶୁଙ୍କ ପାଖରେ ଅଛି। ଆମେନ୍। ଏବେ ଆମମାନଙ୍କର ହୃଦୟରେ ମଧ୍ୟ ପରମେଶ୍ୱର ପାଣି ପକେଇଲା ସଦୃଶ ଆମକୁ ବାକ୍ୟ ଦଉଛନ୍ତି। ଆମର ହୃଦୟର ଯାହା ଯଦି ଖାଲି ଅଛି, ତାହେଲେ ଯୀଶୁଙ୍କର ବାକ୍ୟ ଆମ ଭିତରେ ପ୍ରବେଶ କରିବ, ଆଉ ବାକ୍ୟ ଷ୍ଟାର୍ଟ କରିବ କାମ କରିବା ପାଇଁ। ତାହେଲେ ଆମେ କହିବା କଣ? ଆରେ ଏଡେ ବଡ ଗମ୍ଭୀର ସମସ୍ୟାରେ ମଧ୍ୟ ମୁଁ କେମିତି ଖୁସି ହେଇପାରୁଛି, ଏଡେ ବଡ ସମସ୍ୟାରେ ମଧ୍ୟ କେମିତି ମୁଁ ଆନନ୍ଦ କରିପାରୁଛି, ଶେଷ ପର୍ଯ୍ୟନ୍ତ କେମିତି ଏମାନେ ଭଲ ଦ୍ରାକ୍ଷାରସ ଦଉଛନ୍ତି। ଆମ ମନରେ ସୁଗର ପେସେଣ୍ଟ ଅଛନ୍ତି, ଡାଇବେଟିସ ପେସେଣ୍ଟ ଅଛନ୍ତି, ବ୍ଲଡ ପ୍ରେସର ପେସେଣ୍ଟ ଅଛନ୍ତି, କି ଅନ୍ୟାନ୍ୟ ପେସେଣ୍ଟ ମାନେ ଅଛନ୍ତି, କିନ୍ତୁ ମୁଁ ଦେଖିପାରୁଛି
କାରଣ ପରମେଶ୍ୱରଙ୍କ ସହିତ ସଂଯୁକ୍ତ ହେଇକି ଜୀବନ ଯାପନ ଭିତରେ ଅଛନ୍ତି। ସାଧାରଣତଃ ଭାବରେ ସାଧାରଣ ଲୋକ ମଧ୍ୟ ଯେତିକି ସେ ସିରିୟସଲି ସେ ନିଜ ଆଡକୁ ଏତେ କନସିୟସ ହେଇକି ବଞ୍ଚୁଛି, କିନ୍ତୁ ଆମର ଭାଇ ଭଉଣୀ ମାନେ ସେତିକି କନସିୟସ ହେଇକି ବଞ୍ଚୁନାହାନ୍ତି। ବିପର୍ଯ୍ୟୟରେ ସେ ଆନନ୍ଦିତ ଖୁସିରେ ଶାନ୍ତିରେ ବଞ୍ଚୁଛନ୍ତି। ଯଦି ଆମର ହୃଦୟ ଭିତରେ ଆମେ ଚିନ୍ତା କରିବା ଏଇଟା, ଆଉ ସତରେ ମୋ ପାଖକୁ ମଧ୍ୟ ପରମେଶ୍ୱର କଣ ପଠେଇଲେ? ଶିଷ୍ୟମାନଙ୍କ ହାତରେ ଜଳ ପଠେଇଲେ, ପାଣି ପକେଇଲେ। ମୋର ଜୀବନରେ ପାଷ୍ଟର ଖାଲି ଜଳ ପକେଇଲା ସଦୃଶ, ମୋର ପଥର ଯାହାଲା ସଦୃଶ, ମୋର ହୃଦୟର ଯାହାଲାରେ କେବଳ ଶିଷ୍ୟମାନେ ପାଣି ଢାଳିଲା ପରେ ମତେ 25 ବର୍ଷ କେବଳ ମତେ ପାଣି ଢଳା ହଉଛି, ମାନେ ବାକ୍ୟ ଦିଆଯାଉଛି। ସେ ବାକ୍ୟରୁ ଜ୍ଞାନ ବୁଦ୍ଧି, ସେ ବାକ୍ୟରୁ ପଙ୍କ୍ଚୁଆଲିଟି, ସେ ବାକ୍ୟରୁ ପବିତ୍ର ଜୀବନ, ସେ ବାକ୍ୟର ସମସ୍ତ ଗାଇଡାନ୍ସ ବାହାରୁଛି। ମଣ୍ଡଳୀର ମସ୍ତକ ହଉଛନ୍ତି ଯୀଶୁ ଖ୍ରୀଷ୍ଟ। ଯଦି ଆମେ ଦେଖିବା ତାହେଲେ ଆମେ ବାକ୍ୟକୁ କେତେ ଗୁରୁତ୍ୱପୂର୍ଣ୍ଣ ଦେବା, ଆମ ଜୀବନରେ ଆମ ବାକ୍ୟକୁ ଆମେ କେତେ ଗୁରୁତ୍ୱପୂର୍ଣ୍ଣ ଦେଇଛୁ। ଆମେ ଗୋଟେ ବାକ୍ୟ ଖୋଲିବା ଦେଖିବା, ଜାକୁବ ପୁସ୍ତକ ଦେଖିବା, ଜାକୁବ ଜାକୁବ 1 ପର୍ବ ଦେଖିବା ମାନେ ଜାକୁବ 1 ପର୍ବର 22 ପଦ ଆମେ ଦେଖିବା। କିନ୍ତୁ ଶ୍ରୋତା ମାତ୍ର ହୋଇ ଆପଣମାନଙ୍କୁ ପ୍ରବଞ୍ଚନା ନ କରି ବାକ୍ୟର କର୍ମକାରୀ, ଶ୍ରୋତା ମାତ୍ର ନ ହୋଇ ବାକ୍ୟର କର୍ମକାରୀ ହଉ। ହଁ, ଏଇ କର୍ମକାରୀ କଣ? ଏବେ ଶୁଣିବାଟା, ଆଉ ସେ ଶୁଣିବା ଦ୍ଵାରା ଶୁଣିକି ମୁଭ କରିବାଟା ହଉଛି କର୍ମ, କର୍ମ କରିବାଟା। ଏବେ ସେ ସେମାନେ ଶୁଣିଲେ ଆଉ ପାଣି କାଢିକି ବର୍ତ୍ତମାନ ପଥର ଜାଗାରେ ପକେଇଲେ। ମଣ୍ଡଳୀ ମତେ କହୁଛି, ପରମେଶ୍ୱର ଦାସ ମତେ କହୁଛନ୍ତି ଭଞ୍ଜନଗରରେ ମଣ୍ଡଳୀ ସ୍ଥାପନ ହେବା ଆବଶ୍ୟକ, ଭଞ୍ଜନଗରରେ ଚର୍ଚ୍ଚ ହେବା ଆବଶ୍ୟକ, ବୌଦ୍ଧରେ ଚର୍ଚ୍ଚ ହେବା ଦରକାର। ତ ଆମକୁ କଣ ଦରକାର କାମ କରିବାଟା? ବର୍ତ୍ତମାନ ଆମର କାମ ହଉଛି ପାଣି ଧରିକି ଯିବାଟା। ଆମର କାମ ହଉଛି ସୁଷମାଚାର, ପରମେଶ୍ୱର ବାକ୍ୟ ନେଇକି ଯିବାଟା। ଯୋଉ ଲୋକମାନଙ୍କର ହୃଦୟର ଯାହା ହେଲା ଖାଲି ଅଛି, ସଠିକ ଭାବରେ ଏ ପାଣି ଦ୍ରାକ୍ଷାରସ ହେଇଯିବ ତାଙ୍କର ହୃଦୟରେ। ଯୋଉ ଲୋକମାନଙ୍କ ହୃଦୟ ଭିତରେ ହୃଦୟ ଶୂନ୍ୟ ହେଇକି ଅଛି, ଯୋଉ ହୃଦୟରେ ଏ ଜଗତରୁ ହଉ ତାଙ୍କ ଦ୍ଵାରା ହଉ ସେମାନଙ୍କର ହୃଦୟ ଭିତରେ କଷ୍ଟ ଅଛି, ପରମେଶ୍ୱରଙ୍କର ବାକ୍ୟ ତାଙ୍କ ଭିତରେ କାର୍ଯ୍ୟ କରିବ। ମୁଁ ବିଶ୍ୱାସ କରୁଛି ଆଜି ପ୍ରଭୁଙ୍କ ସାମ୍ନାରେ ସେଠି ଲୋକମାନେ ପ୍ରସ୍ତୁତ ହେଉଛନ୍ତି ବୌଦ୍ଧରେ, ଯୋଉ ଲୋକମାନେ ବାକ୍ୟ ଶୁଣିବା ପାଇଁ ଯାଉଛନ୍ତି। ସେଠି ଭଞ୍ଜନଗର ଲୋକମାନେ ପ୍ରସ୍ତୁତ କରାଯାଇଛନ୍ତି। ଏଇ ଜାଗାର ମାତା ମରିୟମ ବର୍ତ୍ତମାନ ଆଗରୁ ଅଛନ୍ତି, ସେଠି ଥିଲେ, ଆଉ ଯୀଶୁଙ୍କ ମାତା ସେଠାରେ ଥିଲେ ଲେଖା ହେଇଛି। ମାନେ ଏବେ ବର୍ତ୍ତମାନ ଯୀଶୁଙ୍କର ଆଗମନ ପୂର୍ବରୁ, ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ପ୍ରଭୁ ସେଠି ଥିବେ। ଏବେ ଯୀଶୁ ଖ୍ରୀଷ୍ଟଙ୍କର ପରିଚୟକୁ ମରିୟମ ବର୍ତ୍ତମାନ ଦଉଛନ୍ତି କର୍ମ ମାଧ୍ୟମରେ, କାର୍ଯ୍ୟ ମାଧ୍ୟମରେ, ଖାଲି ଏମିତି କଥା ମାଧ୍ୟମରେ। ଆଉ ଶିଷ୍ୟମାନଙ୍କୁ ସେ ଆଦେଶ ଦଉଛନ୍ତି, ତମେ ସେ ଯାହା ବି କହୁଛନ୍ତି କରିବା ପାଇଁ ତମେ ତାହା କର। ଏବେ ସ୍ପଷ୍ଟ ଭାବରେ ଆମର ଗୋଟେ ବିଷୟକୁ ଆବିଷ୍କାର କରିପାରିବେ ଭାଇ ଆରେ ଭଉଣୀ ମାନେ, ଯେ ଆମମାନଙ୍କୁ ଯେତେବେଳେ ଚର୍ଚ୍ଚ କିଛି ଜିନିଷ କହୁଛି କରିବା ପାଇଁ, ଆମେ ଶ୍ରୋତା ମାତ୍ର ନ ହୋଇ ପ୍ରାକ୍ଟିକାଲି ଆମର ଷ୍ଟେପ କାଢିଲେ, ସେ ଜାଗାରେ ପାଣି ଯେପରି ଦ୍ରାକ୍ଷରସ ପ୍ରଭୁ ଯୀଶୁ କଲେ, ଆମର ଜୀବନରେ ମଧ୍ୟ ସଠିକ ଭାବରେ ବାକ୍ୟ ପରିଣତ ହବ ଆନନ୍ଦରେ, ବାକ୍ୟ ଆମ ଭିତରେ ଖୁସିରେ ପରିଣତ ହବ, ବାକ୍ୟ ଆମ ଭିତରେ ଉଜ୍ଜଳ ଭବିଷ୍ୟତରେ ପରିଣତ ହବ, ବାକ୍ୟ ଆମ ହୃଦୟ ଭିତରେ ବିଶ୍ୱାସରେ ପରିଣତ ହବ, ବାକ୍ୟ ଆମ ଭିତରେ ଆସିଲେ ସେ ବାକ୍ୟ ହିଁ ପରିଣତ ହବ ଅନେକ ଗୋଟେ ବିଶ୍ୱାସ, ଶକ୍ତି, ଆଶା, ଖୁସି ଦେବା ପାଇଁ। ଆମେ ପାଣି ଯେପରି ଦ୍ରାକ୍ଷାରସ ହେଇଗଲା, ସେମିତି ବାକ୍ୟ ଆମ ଭିତରେ କଣ ହେଇଯାଉଛି? ଆନନ୍ଦ, ଖୁସି, ଶାନ୍ତି, ଆଶା, ଶକ୍ତି, ସାହସ ଆଉ ସ୍ୱାଧୀନତାର ଜୀବନକୁ ଆମେ ଦେଇପାରିବା। ଆମର ସମସ୍ତ ଭାଇ ଭଉଣୀ ମାନେ, ଆମେ ଆଜି ଆମର ଦ୍ରାକ୍ଷରସ ଯାହାକି ବନେଇବାଟା ସରିଯାଇଛି ବୋଲି କିଛି ଅସୁବିଧା ନାହିଁ। ମନୁଷ୍ୟ ବନେଇବା ଦ୍ରାକ୍ଷରସ ସରିଗଲା ତାହେଲେ କିଛି ଅସୁବିଧା ନାହିଁ।
ଯୋଉ ପର୍ଯ୍ୟନ୍ତ ଯୀଶୁ ସେ ଜାଗାରେ ଅଛନ୍ତି, ଯୀଶୁ ବନେଇବା ପାଇଁ ଯାଉଛନ୍ତି। ଆଜି ଆମ ପାଖରେ ମଣ୍ଡଳୀ ଅଛି, ଆଜି ଆମ ପାଖରେ ପ୍ରଭୁଙ୍କର ବାକ୍ୟ ଅଛି, ପ୍ରଭୁ ଦାସମାନେ ଅଛନ୍ତି, ତାହେଲେ ସେମାନେ ଆମ ପାଇଁ ଯୀଶୁଙ୍କ ସ୍ୱର ଶୁଣିକି ଆମ ପାଇଁ କାମ କରୁଛନ୍ତି। ଯୀଶୁଙ୍କ ସ୍ୱର ଶୁଣିକି ସେମାନେ ଆମ ପାଖକୁ ଆସୁଛନ୍ତି। ସେଥିପାଇଁ ଜନ 2 ଆମେ ଗୋଟେ ବିଷୟ ଜାଣିପାରିବା, ହଁ, ଯୀଶୁ ମୋ ଜୀବନରେ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ପ୍ରଭୁଙ୍କ ପ୍ରତିଜ୍ଞା ଅନୁସାରେ ଆସିଛନ୍ତି। ଆପଣଙ୍କ ଜୀବନରେ ପ୍ରଭୁ ଯୀଶୁ ଆସିଛନ୍ତି। ଯଦି ଆପଣଙ୍କର କାର୍ଯ୍ୟ ସରିନାହିଁ, ଆପଣଙ୍କ ପରିଶ୍ରମ ସରିନାହିଁ, ତା ଯୀଶୁ ବର୍ତ୍ତମାନ କହିବେ ମୋର ସମୟ ଆସିନାହିଁ। ଏ ସମସ୍ୟା ତ ତୁ ନିଜେ ସମାଧାନ କରୁଛୁ ନା, ତୁ କରେ, ମୁଁ ଦେଖିବି। ମାତ୍ର ଆମ ଜୀବନ କଣ? ଆମର ଜୀବନ ହଉଛି ହାତ ଟେକିଦେବା, ମୋ ଦ୍ୱାରା ହବନି, ପ୍ରଭୁ ମୁଁ କରିପାରିବିନି, ତମେ କର। ମୋଠୁ ଅଧିକ ମଣ୍ଡଳୀ, ମୋଠୁ ଅଧିକ ପ୍ରଭୁଙ୍କ ଦାସ, ମୋଠୁ ଅଧିକ ପ୍ରଭୁଙ୍କର ବାକ୍ୟର ଗୁରୁତ୍ୱପୂର୍ଣ୍ଣର ମାତ୍ରା ମୋ ଭିତରେ ବୃଦ୍ଧି ପାଇବାର ଅଛି। ଟଙ୍କାର ଶକ୍ତିର ମାତ୍ରା ଅଧିକ ପରମେଶ୍ୱରଙ୍କର ଶକ୍ତିର ମାତ୍ରା ମୋ ଭିତରେ ବୃଦ୍ଧି ପାଇବା ଆବଶ୍ୟକ ଅଟେ। ଦେଖନ୍ତୁ ଭାଇ ମାନଙ୍କୁ କହିବି ଗୋଟେ କଥା, ଆମ ଘରେ କୁକୁର ଗୋଟେ ଅଛି, ତା ନା କୁଇନ ଦେଇଛୁ। ଏ ଆମ ସହିତ ରହୁଛି, ଆମର ସମସ୍ତେ ଜୀବ ଦଉଛନ୍ତି, ଆମକୁ ଜାଣିଛି ସେ, ଗେଲ ହଉଛି ମୋ ସହିତ, ଖାଉଛି, ବୁଲୁଛି, ସେ ଦେଖିଲେ ଖୁସି ହଉଛି। କିନ୍ତୁ ଏ ଚର୍ଚ୍ଚ ଭିତରେ ଆମର ଦୈନନ୍ଦିନ ଜୀବନ ଯୋଉ ଆମେ ସମ୍ମୁଖୀନ କରୁଛୁ, ଆମର କଷ୍ଟ, ଆମର ଅଭାବ, ସେ ଜାଣୁଥିବ କି? ସେ ଜାଣିବ ନାହିଁ। ସେ କୁକୁର ଆମର ଦୈନନ୍ଦିନ ଜୀବନର କଷ୍ଟ କଣ, ସମସ୍ୟା କଣ, ଦୁଃଖ କଣ, ଅଭାବ କଣ, ସେ ଜାଣିନାହିଁ, କି ଜାଣି ବି ପାରିବ ନାହିଁ। ମୋର ଶରୀର ମୋ ସହିତ ବାସ କରୁଛି, ମୋ ଶରୀର ଖାଲି ଗୋଟେ ଜିନିଷ ଜାଣିଛି, ମୋ ଶରୀର ଖାଲି ଗୋଟେ ବିଷୟ ହିଁ ମାଗେ ମତେ। ହୁଁ, କଣ ଜାଣିଛନ୍ତି? ମତେ ପ୍ରଭୁଙ୍କୁ ଭଲ ଲାଗୁନାହିଁ, ମତେ ଚର୍ଚ୍ଚକୁ ଭଲ ଲାଗୁନାହିଁ, ମତେ ପାଷ୍ଟରଙ୍କୁ ଭଲ ଲାଗୁନାହିଁ, ମତେ ବାକ୍ୟ ବାକ୍ୟ ଭଲ ଲାଗୁନାହିଁ, ମତେ ଜଗତ ଭଲ ଲାଗୁଛି, ମତେ ସମାଜ ଭଲ ଲାଗୁଛି, ମତେ ସାଙ୍ଗସାଥି ଭଲ ଲାଗୁଛି, ମତେ ବୁଲିବାଟା ଭଲ ଲାଗୁଛି। କଣ ସମସ୍ୟା ଆମର ଜୀବ ଦେଇକରି ଥିବା ପାଖରେ ଥିବା ଭାଇ ଭଉଣୀ ମାନେ ଯୋଉମାନେ ଏଠି ରହୁଛନ୍ତି, ଚର୍ଚ୍ଚକୁ ଆସିବାଟା, କେବେ ଆପଣ ଚର୍ଚ୍ଚକୁ ଆସି କାମ କରିବେ, ଏ କାମ କରିବା ଲୋକ ଯଦି ଛିଡା ହେବେ, ଆଉ କୋଉ ଦିନ ଆସିବ ଆଗକୁ ଭାବୁଛନ୍ତି? ହୁଁ? ଆଉ କୋଉ ଦିନ ଆଗକୁ ଆସିବ ଯୋଉ ସମୟରେ କି ମୁଁ ଖୁସିରେ ଯିବି ଚର୍ଚ୍ଚକୁ, ଆଉ ଯାଇକି ବସିବି, ମୁଁ ଛିଡା ହେବି, ଦେଖିବି ଆପଣଙ୍କର ଆପଣଙ୍କର ବୋଝ, ଆପଣଙ୍କର ଯୋଉ କଣ କହିବି ସେଇଟା, ଯୋଉ ବ୍ୟସ୍ତତା ଜୀବନ, ଆଗକୁ ଆହୁରି ବ୍ୟସ୍ତ ଅବସର ପଛକୁ ଯିବୁ ନାହିଁ। ଲାଇଫ ଷ୍ଟାଇଲକୁ ଯଦି ଚେଞ୍ଜ କରିବେ ନାହିଁ, ତାହେଲେ ତାହେଲେ କେମିତି ଆମେ ଚର୍ଚ୍ଚର ଗୁରୁତ୍ୱପୂର୍ଣ୍ଣ କାମରେ ଜାଣିପାରିବା? କିଏ କହିଛି ଭାଇ ଭଉଣୀ ମାନଙ୍କୁ ଖାଲି ରବିବାର ଦିନ ଚର୍ଚ୍ଚକୁ ଆସିବାଟା ବୋଲି? ହଁ? ଆମର ରବିବାର ଦିନଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ସୋମବାର ଦିନ ବି, ମଙ୍ଗଳବାର ଦିନ ବି, ବୁଧବାର ଦିନ ବି। ଏବେ ଖାସ କରିକି ଆମର ଚର୍ଚ୍ଚରେ ସବୁ କାମ ଚାଲିଛି, ଏଟଲିଷ୍ଟ ଯଦି ଆମର ଭାଇ ଭଉଣୀ ଆସିକି ଜମା ହେବେ ଏଇ ଜାଗାରେ, କେତେ ଏନକରେଜ ହେବେ ଆମର କାମ କରିବା ଭାଇ ଭଉଣୀ, କେତେ ଖୁସି ହେବେ ସେମାନେ, ଜଣେ ଆସିକି ଛିଡା ହଉଛନ୍ତି ମୋ ସହିତ। କିନ୍ତୁ ତାହା କଲା ପରିବର୍ତ୍ତେ ସେମାନେ ବାହାରେ ବୁଲି ଥାଉଛନ୍ତି, ଅନ୍ୟାନ୍ୟ କାମରେ ବ୍ୟସ୍ତ ଥାଉଛନ୍ତି, ତାଙ୍କର ସମୟ ନାହିଁ ଚର୍ଚ୍ଚକୁ ଆସିବା, ତାଙ୍କର ଟପିକ ହିଁ ନାହିଁ ନିଜର କାମକୁ ବନ୍ଦ କରିକି ଆଜି ଯିବି କହି। କାହିଁକି? ତାଙ୍କର କାମ ହଉଛି ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚର କାମଠୁ। ଆଜି ମୁଁ ଧନ୍ୟବାଦ ଦଉଛି ଆମର ଭାଇ ଭଉଣୀ ମାନେ ଯୋଉମାନେ ଆସୁଛନ୍ତି ଏଠୁ କାମ କରିବା, ଧନ୍ୟବାଦ ଦଉଛି ମଧ୍ୟ ସେମାନଙ୍କୁ ଯୋଉମାନେ କି ବର୍ତ୍ତମାନ ପ୍ରଭୁଙ୍କ ହୃଦୟରେ ସେମାନେ ଏଇ ଜାଗାରେ ସପୋର୍ଟ କରୁଛନ୍ତି। ଏ ଚର୍ଚ୍ଚ ମୋର ନାହିଁ, ଏ ଚର୍ଚ୍ଚ କାହାର ନାହିଁ, ଏ ଚର୍ଚ୍ଚ ପ୍ରଭୁଙ୍କର, ପ୍ରଭୁ ଆମକୁ ଅନୁଗ୍ରହ ଦେଇଛନ୍ତି।
ଯଦି ମୁଁ ଏ ଚର୍ଚ୍ଚ ପାଇଁ 5 ଟଙ୍କା ଦଉଛି ପ୍ରଭୁଙ୍କୁ ଦେଖିକି, ପ୍ରଭୁ ସେ 5 ଟଙ୍କାକୁ ଦେଖୁନାହାନ୍ତି, ପ୍ରଭୁ ମୋ ହୃଦୟକୁ ଦେଖୁଛନ୍ତି। ଯଦି ମୁଁ କିଛି ଦଉନି କି ଦଉନାହିଁ କି ମୁଁ ଦଉଛି ମେଟର ନାହିଁ, ମୋର ହୃଦୟ କେବଳ ଭାବୁଛି କଣ, କୋଉ ପ୍ରକାର ହୃଦୟରେ ମୁଁ ବିଚାର କରୁଛି ମଣ୍ଡଳୀର ସ୍ୱରୂପ, କୋଉ ପ୍ରକାର ହୃଦୟକୁ ନେଇକି ମୁଁ ବିଚାର କରୁଛି ପରମେଶ୍ୱର ଦାସଙ୍କ ସ୍ୱରୂପ। ମୁଁ କଣ କହୁଛି ସେଇଟା ଇମ୍ପୋର୍ଟାଣ୍ଟ ନାହିଁ, ମୁଁ କୋଉ ହୃଦୟକୁ ନେଇକି ମୁଁ ବଞ୍ଚୁଛି ସେଇଟା ହଉଛି। ଏବେ ଯୀଶୁ ଖ୍ରୀଷ୍ଟ ଦ୍ରାକ୍ଷାରସ ବନେଇଲେ ପାଣି ପକେଇ, ଆଜି ଆମର ହୃଦୟରେ ମଧ୍ୟ ପରମେଶ୍ୱର କାମ କରୁଛନ୍ତି। ମୁଁ ଆଶା କରୁଛି ଯେପରି ଆମେ ସମସ୍ତେ ପରମେଶ୍ୱରଙ୍କ ସମ୍ମୁଖରେ ଯାହା ଯଥାର୍ଥ, ହଁ, ଶ୍ରୋତା ମାତ୍ରା ନ ହେଇକି ବାକ୍ୟର କର୍ମକାରୀକୁ ଯେମିତି ଲେଖା ହେଇଛି ବାଇବଲରେ, ନହେଲେ 23 ପଦରେ କଣ 23 ପଦରେ ଲେଖା ହେଇଛି ଅତ କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୁଏ ଶ୍ରୋତା ମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟ ତୁଲ୍ୟ। ଯେଉଁ ସେ ଆପଣାକୁ ଦେଖିଲା ଉତ୍ତାରେ ଚାଲିଯାଏ, ସେ କି ପ୍ରକାର ଲୋକ ତାହା ସେଇ କ୍ଷଣି ଭୁଲିଯାଏ। ତ ଚାଲନ୍ତୁ ଭାଇ ଭଉଣୀ ଆମେ ସମସ୍ତେ ଏ ଜହନ 2 ପଦରେ ଯେମିତି ଲେଖା ହେଇଛି ଏଠି ମରିୟମ ଆଉ ଯୀଶୁ ଖ୍ରୀଷ୍ଟ ଶିଷ୍ୟ ମାନଙ୍କର ଗୁରୁତ୍ୱପୂର୍ଣ୍ଣ କଣ ସେ ବିଷୟକୁ ଏଇ ଜାଗାରେ ଆମେ ଜାଣିପାରୁଛୁ। ସେଥିରେ ଆମମାନେ ଆମର ଜୀବନରେ ପରମେଶ୍ୱରଙ୍କର କାର୍ଯ୍ୟ ଯାହାକି ସକ୍ଷମ ସେ ଯଥେଷ୍ଟ ଭାବରେ କାମ କରିବା, ଈଶ୍ୱର ଯଥେଷ୍ଟ ଭାବରେ ଆମର ପାଇଁ କାମ କରିବା ପାଇଁ ସକ୍ଷମ। ଆମର ଯଦି ଦ୍ରାକ୍ଷାରସ ଆମେ ବନେଇବାଟା, ଆମର ପ୍ରଣାଳୀ, ଆମର ମେଥଡ, ଆମର କାର୍ଯ୍ୟ, ଆମର ପରିଶ୍ରମ, ଆମର ଚେଷ୍ଟା, ଆମର ରାସ୍ତା ସରିଗଲା, ନୋ ପ୍ରୋବ୍ଲେମ, କିଛି ଅସୁବିଧା ନାହିଁ। ଆମେ ସେ ପ୍ରଭୁଙ୍କୁ ବିଶ୍ୱାସ କରୁଛୁ ଯୋଉ ପ୍ରଭୁ କି ମରୁ ପ୍ରାନ୍ତରରେ, ମରୁଭୂମିରେ ଶୁଷ୍କ ଅସ୍ଥି ଗୁଡାକରେ ମଧ୍ୟ ଜୀବନ ପ୍ରାଣ ଦଉଛନ୍ତି। ଆମେ ସେ ପ୍ରଭୁଙ୍କୁ ବିଶ୍ୱାସ କରୁଛୁ। ଆମେ ତେଣୁକରି ଖ୍ରୀଷ୍ଟଙ୍କୁ ଆମମାନେ ହୃଦୟରେ ଗ୍ରହଣ କରିବା ବିଷୟ ହଉଛି ବେଶୀ ଗୁରୁତ୍ୱପୂର୍ଣ୍ଣ। ଆଉ ଯୀଶୁ ଖ୍ରୀଷ୍ଟ ଆମକୁ ଭଲ ପାଉଛନ୍ତି। ଠିକ ଅଛି, ଏତିକି ମୁଁ କହିବି। ଆଜିର ମଣିଷ ସର୍ଭିସକୁ ଏତିକି କରିବି, ପ୍ରାର୍ଥନା କରିବି। ପରମେଶ୍ୱର ଧନ୍ୟବାଦ ଦଉଛୁ ପ୍ରଭୁ, ତୁମେ ବେଶୀ ମୂଲ୍ୟ ସମୟକୁ ଦେଲ। ଆଜି ଜଳ 2 ପଦକୁ ନେଇକି ପ୍ରଭୁ ସେଠି ଅନେକ ଗୁଡିଏ ବିଷୟ ତୁମେ ଆଜି କହିଲ, ଯଦିଓ ସେଠି ଅନେକ ଗୁଡିଏ ବିଷୟରେ ଆମେ ପ୍ରଭୁ ଜାଣିନୁ, ଆମ ପାଖରେ ବୁଦ୍ଧି ଜ୍ଞାନ କିଛି ନାହିଁ, କିନ୍ତୁ ପ୍ରଭୁ ତମେ ଆମକୁ ସମସ୍ତ ବିଷୟରେ କଢେଇକି ନଉଛ। ପ୍ରଭୁ ଯେତେବେଳେ ଆମେ ଆମ ହୃଦୟକୁ ଦେଖୁଛୁ, ଆମେ ବେଶୀ ଦୁର୍ବଳ ଲୋକ, ଆମେ ବେଶୀ ଅଜ୍ଞାନୀ ବୁଦ୍ଧିହୀନ ଲୋକ, ପ୍ରଭୁ ଆମ ପାଖରେ କୌଣସି ଶକ୍ତି ନାହିଁ, ଅଳ୍ପ ବିଷୟକୁ ନେଇକି ମଧ୍ୟ ଆମ ହୃଦୟରେ ଆମେ ଦଳିଥାଉ। ପ୍ରଭୁ ତୁମେ ଆମକୁ ଦୟା କରିଛ, ମଣ୍ଡଳୀ ଦେଇଛ, ପ୍ରଭୁ ଦାସ ମାନଙ୍କୁ ଦେଇଛ, ବାକ୍ୟ ଦେଇଛ। ଆମର ପ୍ରତ୍ୟେକ ଭାଇ ଭଉଣୀକୁ ତୁମେ ଅନୁଗ୍ରହ କରୁ। ଆଜି ଆମର ସମସ୍ତେ ଯେପରି ଆମର ପ୍ରଭୁ ଯୀଶୁଙ୍କ ହୃଦୟକୁ ନେଇକି ପହଞ୍ଚ, ଚର୍ଚ୍ଚର କାମ ଚାଲିଛି, ଆଗକୁ ପ୍ରୋଗ୍ରାମ ଗୁଡାକ ମଧ୍ୟ ତୁମେ ସମସ୍ତ ବିଷୟରେ ପ୍ରଭୁ ପଢେଇକି ଯାହା ମଧ୍ୟ ଅଭାବ ଅଛି ତୁମେ ତାକୁ ପରିପୂର୍ଣ୍ଣ କରିଦିଅ। ସେଠି ଆବଶ୍ୟକ ବିଷୟବସ୍ତୁ ତୁମେ ଯୋଗାଇ ଦିଅ। ହଁ ପ୍ରଭୁ, ସମସ୍ତ ବିଷୟରେ ତୁମ ଗୌରବ ତୁମ ପ୍ରଶଂସିତ ହଉ। ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗିଲି, ଆମେନ୍। ଠିକ ଅଛି, ଧନ୍ୟବାଦ ଭାଇ ଭଉଣୀ, ଯେମିତି କରିବା। ନମସ୍କାର।